दिशोद्भवस्थितिलयादिषु हेतुमेकं गौरीपतिं विदित्वा अनन्तकीर्तिं मायाश्रयं विगतमाया अचिन्त्यरूपं बोधस्वरूपममलं हि शिवं नमामि। बोधस्वरूपममलं हि शिवं नमामि। जे विश्वर उत्पत्ति स्थिति लय आदिर एकमात्र कारण अटंती, गौरी गिरिराज कुमारी उमांकर जी पतिदेव अटंती, जे तत्वज्ञ जहांकर कीर्ति केबे भी तार अंत नहीं, जे मायार आश्रय हुई मध्य से माया ठारू अत्यंत दूर रे अछंती, जहांकर स्वरूप होची अचिंत्य विमल बोध स्वरूप, सेही भगवान शिव को मु प्रणाम करुअछि। रुद्र संहिता प्रथम जहाँकि सृष्टि खंड ऋषि मानकर प्रश्नर उत्तर रे देवर्षि नारद ब्रह्मा संवादर अवतारण करिछंती एवं सूतजी को ସେହି ନାରଦ ମୋହର ପ୍ରସଙ୍ଗ ଶ୍ରବଣ କରୁଛନ୍ତି। କାମ ବିଜୟ ଗର୍ବରେ ଯୁକ୍ତ ହୋଇ ନାରଦଙ୍କର ଶିବ ବ୍ରହ୍ମା ବିଷ୍ଣୁଙ୍କ ପାଖକୁ ଯିବା ଏବଂ ନିଜ ତପର ପ୍ରଭାବକୁ ବର୍ଣ୍ଣନା କରିବାର ସୁନ୍ଦର ଉପକ୍ରମଣିକା ଆମେ ଉପସ୍ଥାପନ କରିବା। ବନ୍ଦେ ଶିବାନ୍ତଂ ପ୍ରକୃତେରନାଦିଂ प्रशान्तमेकं पुरुषोत्तमं हि स्वमायया कृष्णमिदं सृष्ट्वा नभो वदन्त प्रबहिरास्थितो मु स्वभावरे ही सेही अनादि शांत स्वरूप एकमात्र पुरुषोत्तम शिवंकर वंदना करुअछि, जिए निजर मायारे एही संपूर्ण विश्वर सृष्टि करी आकाश भली ताहांकर भितरे एवं बाहरे मध्य स्थिर रहिछन्ति। वन्देन्तरस्थं निजगुह्यरूपं शिवं स्वतस्त्रष्टुमिदं विचष्टे जगन्ति नित्यं परितो भ्रमन्ति जत्सन्निधौ चुम्बकलो भवतम्। जेपरि लुहा चुंबक ठारू आकृष्ट हुई ता पाखरे लटकी रही थाए, ठीक सही परी एही सारा जगत सर्वदा सबुआड़ू तांको आख पाखरे मध्य भ्रमण करुथांती। जहांकर एही प्रपंच रचनार विधि निज ठारू बोली कहुजाइछन्ति, जे समस्तंकर भितरे अंतर्यामी रूपरे विराजमान अछन्ति तथा जहांकर निजर स्वरूप अत्यंत गूढ़ अटंती। भगवान शिवंकर सेही सुंदर स्वरूप को मु सादर वंदना करुछि। व्यासदेव कहले, जगतर पिता भगवान शिव, जगतर माता कल्याणमयी माँ पार्वती तांकर पुत्र गणेश को नमस्कार कही एही पुराणर वर्णना करुछि। एक समयर कथा, नैमिषारण्य रे निवास करुथिबा अवसररे सौनक आदि समस्त मुनि माने उत्तम भक्तिभावर सहित सूतजी को प्रश्न करथिले। ऋषि माने पचारिथिले, हे महाभाग सूतजी, विदेश्वर संहितार जो साध्य साधन खंड नामधारी जो शुभ उत्तम कथा कहिथिले ताहा तो आमे माने समस्त श्रवण करिथिलु। ताहार आदि भाग बहुत थिला रमणीय एवं भगवान शिव भक्त उपरे भगवान शिवंकर वात्सल्य स्नेह प्रकट करथिले। एबे आपण भगवान शिवंकर परम उत्तम स्वरूप को वर्णना करंतु। ता सहित शिव पार्वतींकर दिव्य चरित्र को पूर्ण रूप से श्रवण करंतु। आमे माने
ଜାଣିବାକୁ ଇଚ୍ଛା କରୁଛୁ ଯେ ନିର୍ଗୁଣ ମହେଶ୍ୱର ଲୋକରେ ସଗୁଣ ରୂପରେ କିପରି ଅବତାରଣ ହେଲେ ଏବଂ ଆମେମାନେ ସବୁ ପ୍ରକାର ବିଚାର କରିବା ପରେ ମଧ୍ୟ ଭଗବାନ ଶିବଙ୍କର ତତ୍ତ୍ୱକୁ ଭଲ ଭାବରେ ଜାଣିନାହିଁ। ସୃଷ୍ଟିର ପ୍ରଥମେ ଭଗବାନ ଶିବ କିପରି ନିଜର ସ୍ୱରୂପରେ ସ୍ଥିର ହୋଇଥିଲେ, ସୃଷ୍ଟିର ମଧ୍ୟଭାଗରେ ସେ ଭଗବାନ କିପରି ଭାବରେ କ୍ରୀଡ଼ା କରିଥିଲେ, ସମ୍ୟକ୍ ବ୍ୟବହାର ବାର୍ତ୍ତାଳାପ କିପରି କରିଥିଲେ, ସୃଷ୍ଟିକଳ୍ପର ଅନ୍ତ ହେବା ପରେ ମଧ୍ୟ ମହେଶ୍ୱର ଦେବ କେଉଁ ରୂପରେ ସ୍ଥିର ରହିଥିଲେ, ଲୋକ କଲ୍ୟାଣକାରୀ ଶଙ୍କର କିପରି ପ୍ରସନ୍ନ ହୋଇଥାନ୍ତି, ଆଉ ପ୍ରସନ୍ନ ହେଲା ପରେ ମହେଶ୍ୱର ନିଜର ଭକ୍ତମାନଙ୍କୁ ଏବଂ ଅନ୍ୟମାନଙ୍କୁ କିପରି ଉତ୍ତମ ଫଳକୁ ପ୍ରଦାନ କରନ୍ତି, ଏ ସମସ୍ତ ପ୍ରଶ୍ନ ଆମେ ଜିଜ୍ଞାସା କରୁଛୁ ଏବଂ ଆପଣଙ୍କ ଠାରୁ ଆପଣଙ୍କ ସାନ୍ନିଧ୍ୟରେ ରହି କିପରି ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇପାରିବେ ଏହି କଥା ପ୍ରସଙ୍ଗ ଗୁଡ଼ିକ ଶ୍ରବଣ କରିବା ପାଇଁ ଆମେ ଜିଜ୍ଞାସା କରୁଛୁ। ମହାନ ଦୟାଳୁ ଯେଉଁ ଭଗବାନ ଅଛନ୍ତି, ଯିଏକି ସମସ୍ତ ଭକ୍ତମାନଙ୍କର ଦୁଃଖ କଷ୍ଟକୁ ଦୂର କରିପାରନ୍ତି, ସେହି ଦୟାଳୁ ସେହି ଆଶୁତୋଷ ଭଗବାନ ଶିବଙ୍କର ମହିମା ଆମେ ଶୁଣିବା ପାଇଁ ଚାହୁଁଛୁ। ବ୍ରହ୍ମା, ବିଷ୍ଣୁ, ମହେଶ ଇଏ ତିନି ଦେବତା ଶିବଙ୍କର ହିଁ ଅଙ୍ଗରୁ ଉତ୍ପନ୍ନ ହୋଇଛନ୍ତି। ତାଙ୍କର ପ୍ରାକଟ୍ୟର କଥା, ତାଙ୍କର ବିଶେଷ ଚରିତ୍ରର ବର୍ଣ୍ଣନା କରନ୍ତୁ। ହେ ପ୍ରଭୁ, ଆପଣ ତ ଉମାଙ୍କର ଆବିର୍ଭାବ ବିବାହ ପ୍ରସଙ୍ଗ କଥା କହିଛନ୍ତି, ବିଶେଷ ରୂପରେ ଦାରସ୍ତ୍ୟ ଧର୍ମର ଏବଂ ଅନ୍ୟ ଲୀଳାମାନଙ୍କର ମଧ୍ୟ ବର୍ଣ୍ଣନା କରିଛନ୍ତି। ହେ ନିଷ୍ପାପ ସୁତଜୀ, ଆମର ପ୍ରଶ୍ନର ଉତ୍ତରରେ ଆପଣ ଏହି ସବୁ ବା ଅନ୍ୟ ଯାହା ସବୁ ଆମେ ପ୍ରଶ୍ନ ଜିଜ୍ଞାସା କଲୁ, ଏଗୁଡ଼ିକ ଶ୍ରବଣ କରିବା ପାଇଁ ଆମେ ଆପଣଙ୍କ ପାଖେ ହାତ ଯୋଡ଼ି ବିନମ୍ର ଅନୁରୋଧ କରୁଛୁ। ତାପରେ ଶେଷଦେବ ସୁତ ନିଜେ କହୁଛନ୍ତି, ହେ ମୁନି, ଆପଣ ମାନେ ହେଉଛନ୍ତି ଉତ୍ତମ, ଶାନ୍ତ, ଶୀଳ ଆଉ କରୁଣାର ମାନେ ଶୁଭେଚ୍ଛୁକ। ତ ଏଇ କଥା ଗୁଡ଼ିକ ପଚାରିବା ଦ୍ୱାରା ମୋ ମନରେ ଗୋଟେ ଶିବଭକ୍ତି ଜାଗ୍ରତ କରୁଛୁ। ଭଗବାନ ସଦାଶିବଙ୍କ କଥାରେ ଆପଣମାନଙ୍କର ଯେଉଁ ଆନ୍ତରିକ ନିଷ୍ଠା ହେବାର ଦେଖୁଛି ନା, ଏଥିପାଇଁ ମୁଁ ଧନ୍ୟବାଦର ପାତ୍ର। ଏ ବ୍ରାହ୍ମଣମାନେ ଭଗବାନ ଶଙ୍କରଙ୍କର ଗୁଣାନୁବାଦ ସାତ୍ଵିକ, ରାଜସିକ, ତାମସ ଏହି ତିନି ହିଁ ପ୍ରକୃତିର ମନୁଷ୍ୟମାନଙ୍କର ସର୍ବଦା ଆନନ୍ଦ ପ୍ରଦାନ କରିଥାଏ। ପଶୁମାନଙ୍କୁ ହିଂସା କରୁଥିବା ନିଷ୍ଠୁର କଂସାଇ ଅନ୍ୟ କୌଣସି ପୁରୁଷର ସେବା କରୁଥିବା ବା ଗୁଣାନୁବାଦକୁ ଶ୍ରବଣ କରୁଥିବା ପୁରୁଷମାନେ ଏହା ଜାଣିବା ପାଇଁ ଇଚ୍ଛା କରନ୍ତି ନାହିଁ, ଯାହା ମନରେ କେବେ ତୃଷ୍ଣା ନାହିଁ। ଏପରି ମହାତ୍ମା ପୁରୁଷ ଭଗବାନ ଶିବ ଗୁଣଗାନ କରୁଥିବେ, କାରଣ ଗୁଣାବଳୀ ସଂସାର ରୂପୀ ରୋଗର ମହୌଷଧି ସ୍ୱରୂପ ଅଟନ୍ତି। ମନ ଏବଂ କାନରେ ପ୍ରିୟ ଲାଗୁଥିବା ସମ୍ପୂର୍ଣ୍ଣ ମନୋରଥକୁ ସେ ପ୍ରଦାନ କରିଥାନ୍ତି। ଶମ୍ଭୋର ଗୁଣାନୁବାଦାତ୍କୋ ବିରଜ୍ୟତେ ପୁମା ନଦୀ ଯାହା ବିନା ପଶୁଗୁଣଂ ତ୍ରିବିଧ ଜନଃ ଆନନ୍ଦକରାତ ସଦା ଜ୍ଞାମାନ ବିତୃଷ୍ଣେଶ୍ଚ ଭବରୋଗೋ ସଦୋପୀଃ ମନଃଶ୍ରୁତାଦିରାମଂଶ୍ଚ ୟତଃ ସର୍ବାର୍ଥରସବୈ। ଏ ବ୍ରାହ୍ମଣମାନେ ଆପଣମାନଙ୍କ ପ୍ରଶ୍ନର ଅନୁସାରେ ମୁଁ ଯଥାବୁଦ୍ଧି ପ୍ରଯତ୍ନ ପୂର୍ବକ ଶିବଲୀଳାର ବର୍ଣ୍ଣନା ତ କରିବି, ଆପଣ ଆଦର ପୂର୍ବକ ଶ୍ରବଣ କରିବେ। ଯେପରି ଆପଣମାନେ ପ୍ରଶ୍ନ ପଚାରିଛନ୍ତି, ସେହି ଅନୁସାରେ ଦେବର୍ଷି ନାରଦ ଶିବରୂପୀ ଭଗବାନ ବିଷ୍ଣୁଙ୍କର ପ୍ରେରଣାରେ ପ୍ରେରିତ ହୋଇ ନିଜର ପିତାଙ୍କ ଠାରୁ ମଧ୍ୟ ପଚାରିଥିଲେ ଏହି କଥାକୁ। ନିଜର ପୁତ୍ର ନାରଦଙ୍କର ପ୍ରଶ୍ନକୁ ଶ୍ରବଣ କରି ଶିବଭକ୍ତ ବ୍ରହ୍ମା ଚିତ୍ତକୁ ପ୍ରସନ୍ନ ହୋଇଯାଇଥିଲା ଏବଂ ଏହି ମୁନି ଶିରୋମଣିଙ୍କର ହର୍ଷ ମଧ୍ୟ ପ୍ରଦାନ କରିଥିଲା। ପ୍ରେମପୂର୍ବକ ଭଗବାନ ଶିବଙ୍କର ଯଶର ଗାନ କରିଥିଲେ। ଏକ ସମୟର କଥା, ମୁନି ଶିରୋମଣି ବିପ୍ରବର ନାରଦଜୀ, ଯିଏକି ଥିଲେ ବ୍ରହ୍ମାଙ୍କର ମାନସ ପୁତ୍ର,
ବିନୀତ ଚିତ୍ତ ହୋଇ ତପସ୍ୟାରେ ମନକୁ ଲଗେଇ ଦେଇଛନ୍ତି। ହିମାଳୟ ପର୍ବତର କୌଣସି ଏକ ଗୁମ୍ଫାରେ, ଯିଏକି ବଡ଼ ଶୋଭାର ସମ୍ପନ୍ନ ସ୍ଥଳ ଥିଲା, ଯାହା ଦେଖିବା ପାଇଁ ମନକୁ ଛୁଇଁଲା ଭଳି ଏକ ସୁନ୍ଦର ପରିବେଶ, ତାହା ନିକଟରେ ଦେବନଦୀ ଗଙ୍ଗା ନିରନ୍ତର ବେଗପୂର୍ବକ ବହି ଯାଉଥିଲା। ସେଠାରେ ଏକ ମହାନ ଦିବ୍ୟ ଆଶ୍ରମ ଥିଲା, ଯାହାକି ନାନା ପ୍ରକାର ଶୋଭାରେ ସୁଶୋଭିତ ରହିଥିଲା। ଦିବ୍ୟଦର୍ଶୀ ନାରଦଜୀ ତପସ୍ୟା କରିବା ପାଇଁ ସେହି ଆଶ୍ରମକୁ ଚାଲିଗଲେ। ସେ ଗୁମ୍ଫାକୁ ଦେଖି ମୁନିବର ନାରଦଜୀ ବଡ଼ ପ୍ରସନ୍ନ ମଧ୍ୟ ହୋଇଗଲେ। ଦୀର୍ଘ କାଳ ପର୍ଯ୍ୟନ୍ତ ତପସ୍ୟାରେ ଲାଗିଗଲେ। ତାଙ୍କର ଅନ୍ତଃକରଣ ଶୁଦ୍ଧ ହୋଇଗଲା। ଦୃଢ଼ତାପୂର୍ବକ ଆସନକୁ ବାନ୍ଧି ମୌନ ହୋଇ ପ୍ରାଣାୟାମ ପୂର୍ବକ ସମାଧିରେ ସ୍ଥିର ହୋଇଗଲେ। ହେ ବ୍ରାହ୍ମଣମାନେ, ଏହି ସମାଧି ଏମିତି ଲାଗିଗଲା ଯେଉଁଥିରେ କି ବ୍ରହ୍ମଙ୍କର ସାକ୍ଷାତ କରିବା, ଅହଂ ବ୍ରହ୍ମାସ୍ମି ଅର୍ଥାତ୍ ମୁଁ ବ୍ରହ୍ମ ଅଟେ, ମୁଁ ହିଁ ବ୍ରହ୍ମ, ଏହି ବିଜ୍ଞାନ ତାଙ୍କର ପ୍ରକଟ ହେଲା। ମୁନିବର ନାରଦଜୀ ଯେତେବେଳେ ଏହି ପ୍ରକାର ତପସ୍ୟା କରୁଛନ୍ତି, ଏହି ସମୟରେ ଏହି ଶୁଭ ସମାଚାରକୁ ପ୍ରାପ୍ତ କରି ଦେବରାଜ ଇନ୍ଦ୍ର କୋପ କରିବାକୁ ଲାଗିଲେ। ତାଙ୍କର ମାନସିକ ସନ୍ତାପରେ ସେ ବିହ୍ୱଳ ହୋଇଗଲେ। ସେ ନାରଦ ମୁନି, ମୋର ରାଜ୍ୟ କ'ଣ ଛିନଭିନ କରି ନେଇଯିବ କି? ମନରେ ଏହିଭଳି କୁତ୍ସିତ ଚିନ୍ତନ କରି ଇନ୍ଦ୍ର ତାଙ୍କର ତପସ୍ୟାରେ ବିଘ୍ନ ଡାଳିବା ପାଇଁ ପ୍ରଯତ୍ନ କରି ଇଚ୍ଛା କଲେ। ତ ଏହି ସମୟରେ ଦେବରାଜ କ'ଣ କଲେ ନା ନିଜର ମନରୁ କାମଦେବକୁ ସ୍ମରଣ କଲେ। ସ୍ମରଣ କରିବା ମାତ୍ରେ କାମଦେବ ଆସି ତାଙ୍କ ନିକଟରେ ପ୍ରବେଶ କଲେ। ମହେନ୍ଦ୍ର ନାରଦଜୀଙ୍କର ତପସ୍ୟାରେ ବିଘ୍ନ କରିବା ପାଇଁ ଆଦେଶ ଦେଲେ। ଏହି ଆଜ୍ଞାକୁ ପ୍ରାପ୍ତ କରି କାମଦେବ ବସନ୍ତ ସହିତ ବଡ଼ ଗର୍ବରେ ଯାଇ ସେ ସ୍ଥାନରେ ପ୍ରବେଶ କଲେ, ଯେଉଁଠାରେ କି ଦେବନଦୀ ଗଙ୍ଗା କୂଳରେ ବସିଥିବା ନାରଦଜୀଙ୍କ ନିକଟରେ ନିଜର ଉପାୟ ମଧ୍ୟ କରିବା ପାଇଁ, କୌଶଳ ଅବଲମ୍ବନ କରିବା ପାଇଁ ଚିନ୍ତାରେ ରହିଗଲେ। ନିଜର ସମସ୍ତ କଳାକୁ ସେ ରଚନା କରିଲେ। ବସନ୍ତର ମଦମତ୍ତ ହୋଇ ନିଜର ପ୍ରଭାବ ଅନେକ ପ୍ରକାରରେ ପ୍ରକଟ କଲେ। ମହାଦେବ ଅନୁଗ୍ରହରୁ ସେ ଏପରି ନିରନ୍ତର ଭାବରେ ଚିତ୍ତକୁ ଅଭିନିବେଶ କରିଥିଲେ, କୌଣସି ବିକାର ମଧ୍ୟ ତାଙ୍କ ମନରେ ଉତ୍ପନ୍ନ ହୋଇନଥିଲା ଏବଂ ନିଶ୍ଚଳ ନିରବ ଭାବରେ ମୁନି ଯେପରି ଥିଲେ ସେହି ରୂପରେ ରହିଲେ। କାମଦେବ ଅନେକ ପ୍ରଚେଷ୍ଟା କରି ମଧ୍ୟ ସେ ନିଜେ ପରାସ୍ତ ହୋଇଥିଲେ। ସୌନକ ଆଦି ହେ ମହର୍ଷିମାନେ, ଏପରି ଯେତେବେଳେ ଯିଏ କାରଣର ଥିଲେ, ଏହି କଥାକୁ ଟିକେ ଆଦରପୂର୍ବକ ଶ୍ରବଣ କରନ୍ତୁ। ତ ମହାଦେବଜୀଙ୍କ କୃପାରେ ହିଁ ନାରଦ ମୁନିଙ୍କ ଉପରେ କାମଦେବଙ୍କର କୌଣସି ପ୍ରଭାବ ପଡ଼ିନଥିଲା। ପ୍ରଥମରୁ ସେ ଆଶ୍ରମରେ କାମଶତ୍ରୁ ଭଗବାନ ଶିବଙ୍କର ଉତ୍ତମ ତପସ୍ୟାର ସ୍ଥଳ ଥିଲା। ସେଠାରେ ମୁନିମାନଙ୍କର ତପସ୍ୟା ନାଶ କରୁଥିବା କାମଦେବ ହିଁ ଶୀଘ୍ର ଯେତେବେଳେ ଭସ୍ମ ହୋଇଯାଇଥିଲେ, ଏହି ସମୟରେ ରତି କାମଦେବକୁ ପୁନଃ ଜୀବିତ କରିବା ପାଇଁ ଦେବତାମାନଙ୍କର ମଧ୍ୟ ପ୍ରାର୍ଥନା କରିଥିଲେ। ଯେତେବେଳେ ଦେବତାମାନେ ସମସ୍ତ ଲୋକର କଲ୍ୟାଣ କରିବା ଭଗବାନ ଶଙ୍କରଙ୍କୁ ଯାଚନା କରିଥିଲେ, ସେହି ଯାଚନା କରିବା ପରେ ସେ କହିଥିଲେ, ହେ ଦେବତାମାନେ, କିଛି ସମୟ ବ୍ୟତୀତ ହେବା ପରେ କାମଦେବ ଜୀବିତ ହୋଇଯାଇଥିଲେ, କିନ୍ତୁ ଏଠାରେ ତାଙ୍କର କୌଣସି ଉପାୟ ରହିନଥିଲା, ସେ ଚାଲି ଯାଇଥିଲେ। ଏ ଅମରଗଣ, ଏଠାରେ ସ୍ଥିର ଭାବରେ ଠିଆ ହୋଇ ଲୋକମାନେ ଚାରିଆଡ଼େ ଏବଂ ଯେପରି ଦୂରକୁ ଭୂମିକୁ ନେତ୍ର ପଡ଼ିଯାଉଥିଲା, ସେଠାରେ କାମଦେବଙ୍କର ବାଣର ପ୍ରଭାବ ମଧ୍ୟ କିଛି କାମ କରୁନଥିଲା। ଏଥିରେ କୌଣସି ସଞ୍ଚୟ ନାହିଁ। ଭଗବାନ ଶଙ୍କରଙ୍କର ଏହି ଭକ୍ତି ଅନୁସାରେ ସେ ସମୟରେ ନାରଦଜୀ ପ୍ରତି କାମଦେବଙ୍କର ନିଜ ପ୍ରଭାବ ମିଥ୍ୟା ମଧ୍ୟ ସିଦ୍ଧ ହୋଇଥିଲା, ଯିଏକି ଶୀଘ୍ର ହିଁ ସ୍ୱର୍ଗଲୋକରେ ଇନ୍ଦ୍ରଙ୍କ ପାଖକୁ ଯାଇ ପ୍ରସ୍ତାବନା କରିଥିଲେ। ତ ସେଠାରେ କାମଦେବ ନିଜର ସାରା ବୃତ୍ତାନ୍ତ, ମୁନିମାନଙ୍କର ପ୍ରଭାବ ସବୁ ଶ୍ରବଣ କରିଲେ। ତାପରେ ଇନ୍ଦ୍ରଙ୍କର ଆଜ୍ଞାରେ ସେ ବସନ୍ତ ସହିତ ନିଜର ସ୍ଥାନକୁ ମଧ୍ୟ ଚାଲି ଯାଇଥିଲେ।
ଏହି ସମୟରେ ଦେବରାଜ ଇନ୍ଦ୍ରଙ୍କୁ ବଡ଼ ବିସ୍ମୟ ଲାଗିଲା। ସେ ନାରଦଜୀଙ୍କୁ ଭୁରି ଭୁରି ପ୍ରଶଂସା ମଧ୍ୟ କଲେ, କିନ୍ତୁ ଶିବଙ୍କର ମାୟାରୁ ପ୍ରେରିତ ହେବା କାରଣରୁ ସେ ଏହି ପୂର୍ବ ବୃତ୍ତାନ୍ତକୁ ସ୍ମରଣ କରିପାରିନଥିଲେ। ବାସ୍ତବରେ ଏହି ସଂସାର ଭିତରେ ସମସ୍ତ ପ୍ରାଣୀମାନଙ୍କର ଶମ୍ଭୁଙ୍କର ମାୟାକୁ ଜାଣିବା ଅତ୍ୟବ କଠିନ ଥିଲା। ତ ଯିଏ ଭଗବାନ ଶିବଙ୍କ ଚରଣରେ ନିଜକୁ ସମର୍ପିତ କରିଦେଇଥାଏ, ସେହି ଭକ୍ତକୁ ଛାଡ଼ି ଶେଷ ସାରା ଜଗତ ତାଙ୍କର ମାୟାରେ ମୋହିତ ହୋଇଯାଇଥିଲେ। ଦୁର୍ଗେୟା ସାମ୍ଭବୀ ମାୟା ସର୍ବେଷାଂ ପ୍ରାଣିନାମିହ ଭକ୍ତଂ ବିନାର୍ପିତାତ୍ମାନଂ ତୟା ସମୁହ୍ୟତଂ ଜଗତ୍। ନାରଦଜୀ ମଧ୍ୟ ଭଗବାନ ଶଙ୍କରଙ୍କ କୃପାରୁ ଏଠାରେ ଚିରକାଳ ପର୍ଯ୍ୟନ୍ତ ତପସ୍ୟାରେ ଲାଗି ରହିଥିଲେ। ଯେତେବେଳେ ସେ ନିଜର ତପସ୍ୟାକୁ ପୂର୍ଣ୍ଣ ହୋଇଯାଇଛି ବୋଲି ବୁଝିନେଲେ, ସେତେବେଳେ ମୁନି ସେଠାରୁ ତପସ୍ୟାରୁ ବିରତ ହେଲେ। କାମଦେବ ଉପରେ ବିଜୟ ଲାଭ କରିଛନ୍ତି ଏପରି ମାନି ମୁନିଙ୍କର ମନରେ ବ୍ୟର୍ଥ ଗର୍ବ ମଧ୍ୟ ଉତ୍ପନ୍ନ ହୋଇଯାଇଥିଲା। ଭଗବାନ ଶିବଙ୍କ ମାୟାରେ ମୋହିତ ହେବାର କାରଣରୁ ଯଥାର୍ଥ କଥାର ଜ୍ଞାନ ମଧ୍ୟ ତାଙ୍କୁ ଜଣାନଥିଲା। ସେ ଏକଥା ବି ବୁଝିପାରିନଥିଲେ ଯେ କାମଦେବକୁ ପରାଜିତ ହେବା ପରେ ଭଗବାନ ଶଙ୍କରଙ୍କର କାରଣ ଅଛି ବୋଲି ସେ ଅନୁଭବ କରିନଥିଲେ। ଏହି ମାୟାରେ ଅତ୍ୟନ୍ତ ମୋହିତ ହୋଇ ମୁନି ଶିରୋମଣି ନାରଦଜୀ ନିଜର କାମ ବିଜୟ ସମ୍ବନ୍ଧୀ ବୃତ୍ତାନ୍ତ କହିବା ପାଇଁ ତୁରନ୍ତ କୈଳାସକୁ ପ୍ରଥମେ ଆସିଗଲେ। ଏହି ସମୟରେ ବିଜୟରେ ମଦମତ ଉନ୍ମତ୍ତ ସେ ମଧ୍ୟ ହୋଇ ରହିଥିଲେ। ସେଠାରେ ରୁଦ୍ରଦେବଙ୍କୁ ନମସ୍କାର କଲେ। ଗର୍ବରେ ପରିପୂର୍ଣ୍ଣ ଥିବା ଦେବର୍ଷି ନାରଦଜୀ ମୁନିଙ୍କର ନିଜକୁ ମହାତ୍ମା ମାନି ନିଜର ପ୍ରଭାବରେ କାମଦେବ ଉପରେ ନିଜେ ବିଜୟ ଲାଭ କରିଥିବାର ଜାଣି ସାରା ବୃତ୍ତାନ୍ତ କହିବାକୁ ଲାଗିଲେ। ତ ଏହି ସମୟରେ ଭକ୍ତବତ୍ସଳ ଭଗବାନ ଶଙ୍କରଜୀ ନାରଦଜୀଙ୍କ ଠାରୁ, ଯିଏକି ନିଜର ଅର୍ଥାତ୍ ଶିବଙ୍କର ହିଁ ମାୟାରୁ ମୋହିତ ହେବାର କାରଣରୁ କାମ ବିଜୟର ଯଥାର୍ଥ କାରଣକୁ ଜାଣିପାରୁନଥିଲେ, ନିଜର ବିବେକକୁ ମଧ୍ୟ ସେ ହରି ବସୁଥିଲେ। ତ ରୁଦ୍ରଦେବ କହୁଛନ୍ତି, ହେ ତାତ ନାରଦଜୀ, ତୁମେ ବଡ଼ ବିଦ୍ୱାନ, ଧନ୍ୟବାଦର ପାତ୍ର ହେଇତ, କିନ୍ତୁ ମୋର ଏହି କଥା ତୁମକୁ ଧ୍ୟାନ ଦେଇ ଶ୍ରବଣ କରିବାକୁ ପଡ଼ିବ। କେବେ ବି ମଧ୍ୟ ଏହି କଥା କାହା ଆଗରେ ପ୍ରକାଶ କରିବ ନାହିଁ, କାହାକୁ କହିବ ନାହିଁ। ବିଶେଷତଃ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଏହି ଚର୍ଚ୍ଚା ନ କରିଲେ ଆପଣଙ୍କ ପାଇଁ ମଙ୍ଗଳ। ତୁମେ ମୋ ଠାରେ ନିଜର ବୃତ୍ତାନ୍ତ କହିଲ, ଠିକ୍ ଅଛି। ଏକଥା କହିବା ଦ୍ୱାରା ମୁଁ ପ୍ରସନ୍ନ ହେଲି। ଅନ୍ୟର ସାମ୍ନାରେ କେବେ କହିବନି, ବିଶେଷ କରି ଆମ ବିଷ୍ଣୁ ଭଗବାନଙ୍କୁ ଜଣେଇବନି। ଏହି ସିଦ୍ଧି ସମ୍ବନ୍ଧୀ ବୃତ୍ତାନ୍ତ ସର୍ବଦା ଗୁପ୍ତ ରହିବା ଯୋଗ୍ୟ। ଯେଉଁ ସାଧନା ତପସ୍ୟା କରିଛ ତାକୁ ଗୁପ୍ତ ରଖିଲେ ତାହା ଆନନ୍ଦ ଦେବ। ତୁମେ ପ୍ରକଟ କଲେ ତୁମ ପାଇଁ ହିତକାରକ ନୁହେଁ। କେବେ ମଧ୍ୟ କୌଣସି ସମୟରେ କେବେ ବି ପ୍ରକଟ କରିବନି। ତୁମେ ମୋତେ ବିଶେଷ ପ୍ରିୟ, ତେଣୁ ଅଧିକ ବା କ'ଣ କହିବି, ମୁଁ ତୁମକୁ ଦୀକ୍ଷା ଦେଉଛି ଏବଂ ଏଇ ଆଜ୍ଞା ଦେଉଛି, ତୁମେ ଏଇ ଯେଉଁ ସାଧନାରେ ସିଦ୍ଧି ଲାଭ କରିଛ, କାମ ବିଜୟ ତୁମେ ଲାଭ କରିଛ, ଏଇ କଥା କେବେ ବି କହିବନି। ବିଶେଷ କରି ବିଷ୍ଣୁ ଭକ୍ତ ହୋଇଛ ତୁମେ। ଭକ୍ତ ହେବା ପରେ ମଧ୍ୟ ତାଙ୍କର ଅନୁଗାମୀ ହେବା। ଯେତେ ମାନସିକ ସ୍ତରରେ ସେହି ଗୁପ୍ତ ସାଧନାକୁ ଚିନ୍ତନ କରିବା, ଆମ ସାଧନାର ପରିବର୍ତ୍ତନ ଘଟିବ, କିନ୍ତୁ ଅନ୍ୟ ଆଗରେ ପ୍ରକାଶ କରିବା ଦ୍ୱାରା ଆମ ପାଇଁ ହିତଜନକ ନୁହେଁ। ଏହି ପ୍ରକାର ବହୁତ କିଛି ଶଙ୍କର ଭଗବାନ ସଂସାରର ସୃଷ୍ଟି କରୁଥିବା ରୁଦ୍ରଦେବ ନାରଦଜୀଙ୍କୁ ଶିକ୍ଷା ଦେଲେ। ନିଜର ବୃତ୍ତାନ୍ତକୁ ଗୁପ୍ତ ରଖିବା ପାଇଁ ବୁଝେଇଲେ, କିନ୍ତୁ ସେ ତ ଭଗବାନ ଶିବଙ୍କର ମାୟାରେ ପ୍ରଥମରୁ ମୋହିତ ଥିଲେ, ଏଣୁ ସେ ଦିଆଯାଇଥିବା ଶିକ୍ଷାକୁ ନିଜ ପାଇଁ ହିତକର ମାନିଲେନି। ଏତେ ସୁନ୍ଦର ଭାବନାଟାକୁ ସେ ନ କହି କ'ଣ ରହିପାରିବେ କି? ତାପରେ ମନୀଶ୍ୱରମଣି ନାରଦ କ'ଣ କଲେ ନା ହଠାତ୍ ବ୍ରହ୍ମଲୋକକୁ ଚାଲିଗଲେ। ସେଠାରେ ବ୍ରହ୍ମଦେବଙ୍କୁ ପ୍ରଣାମ କଲେ, କହିଲେ, ପିତାଜୀ, ମୁଁ ନିଜର ତପସ୍ୟାର ବଳରେ କାମଦେବଙ୍କୁ ମଧ୍ୟ ଜୟଲାଭ କରିଦେଇଛି। ମୁଁ ନିଜର ତପ ବଳରେ କାମଦେବକୁ ଜୟଲାଭ କରିଦେଇଛି। ଏହି କଥା ଶୁଣି ବ୍ରହ୍ମଦେବ ନିଜର ଭଗବାନ ଶିବଙ୍କର ଚରଣାରବିନ୍ଦକୁ ଚିନ୍ତନ କଲେ। ସାରା କାରଣ ସମସ୍ତ ମଧ୍ୟ ସେଇଠି ରହି ଜାଣିପାରିଲେ ପୁତ୍ରକୁ ଏଇସବୁ
କହିବା ପାଇଁ ମନା ମଧ୍ୟ କଲେ। କିନ୍ତୁ ନାରଦଜୀ ଶିବଙ୍କ ମାୟାରେ ପ୍ରଥମରୁ ମୋହିତ ଅଛନ୍ତି। ନା ସେ ଭଗବାନ ଶିବଙ୍କ କଥା ଶୁଣିଛନ୍ତି ନା ବ୍ରହ୍ମଦେବଙ୍କ କଥା। ଏଣୁ ତାଙ୍କ ଚିତ୍ତରେ ମଦର ଅଙ୍କୁର ଯେତେବେଳେ ଜନ୍ମ ଲାଭ କରୁଛି, ସେଟା ବୃଦ୍ଧି ହେଉଛି, ବେଳକୁ ବେଳ ବୃଦ୍ଧି ହେଉଛି, ମାଡ଼ି ଚାଲିଛି ଗର୍ବର ଅଙ୍କୁର। ଏଣୁ ନାରଦଜୀ ନିଜର ସାରା ବୃତ୍ତାନ୍ତ ଭଗବାନ ବିଷ୍ଣୁଙ୍କର ସାମ୍ନାରେ କହିବା ପାଇଁ ଶୀଘ୍ର ବିଷ୍ଣୁ ଲୋକରେ ଯାଇକି ପହଞ୍ଚି ଯାଇଛନ୍ତି। ନାରଦ ମୁନିଙ୍କୁ ଆସୁଥିବାର ଦେଖିଲେ ଭଗବାନ ବିଷ୍ଣୁ ବଡ଼ ଆଦରରେ ମଧ୍ୟ ଠିଆ ହେଲେ, ତାଙ୍କୁ ଗାଢ଼ ଆଲିଙ୍ଗନ ମଧ୍ୟ କରିଲେ, ହୃଦୟରେ ଲଗେଇ ମସ୍ତକରେ ଚୁମ୍ବନ ଦେଲେ, ମୁନିଙ୍କର ଆଗମନର କାରଣ ପଚାରୁଛନ୍ତି। ସେ ମଧ୍ୟ ଜାଣିଥିଲେ ଯେ ନାରଦଜୀ କ'ଣ କହିବା ପାଇଁ ଆସିଛନ୍ତି। ନାରଦଜୀଙ୍କୁ ନିଜର ଆସନ ଉପରେ ବସେଇ ଦେଲେ। ଭଗବାନ ଶିବଙ୍କର ଚରଣାର ବିନ୍ଦୁକୁ ଚିନ୍ତନ କରି ଶ୍ରୀହରି ପଚାରୁଛନ୍ତି, ହେ तात, କେଉଁଠାରୁ ଆପଣ ଆସିଲେ କି? ଏଠାରେ କାହାକୁ ଅପେକ୍ଷା କରିବା ପାଇଁ ଆସିଛନ୍ତି କି? ତୁମେ ଧନ୍ୟ ହୋଇଗଲ, ତୁମ ନିଃଶ୍ରେଷ୍ଠ, ତୁମର ଶୁଭ ଆଗମନରେ ଏହି ବିଷ୍ଣୁଲୋକ ଖୁବ ପବିତ୍ର ହୋଇଗଲା। ଭଗବାନ ବିଷ୍ଣୁଙ୍କର ଏହି ସୁମିଷ୍ଟ ବଚନକୁ ଶ୍ରବଣ କରି ଗର୍ବରେ ମଦମତ୍ତ ହୋଇଥିବା ନାରଦ ମୁନି ମଦରେ ମୋହିତ ହୋଇ ନିଜର ସାରା ବୃତ୍ତାନ୍ତ ବଡ଼ ଅଭିମାନର ସହିତ ଆମୂଳଚୂଳ କହିବାକୁ ଚେଷ୍ଟା କରୁଛନ୍ତି। ନାରଦ ମୁନିଙ୍କର ଅହଙ୍କାରଯୁକ୍ତ ବଚନକୁ ଶ୍ରବଣ କରି ମନକୁ ମନ ଭଗବାନ ବିଷ୍ଣୁ ତାଙ୍କର କାମ ବିଜୟର ଯଥାର୍ଥ କାରଣକୁ ପୂର୍ଣ୍ଣ ରୂପରେ ଜାଣିନେଲେ। ତାପରେ ବିଷ୍ଣୁ ଭଗବାନ କହିଲେ, ହେ ମୁନିଶ୍ରେଷ୍ଠ, ତୁମେ ଧନ୍ୟ ହୋଇଗଲ। ତୁମେ ତ ହେଉଛ ତପସ୍ୟାର ଭଣ୍ଡାର, ତପର ନିଧି। ତୁମର ହୃଦୟ ତ ହେଉଛି ବିଶାଳ ବଡ଼। ତୁମେ ଉଦାର ବୁଦ୍ଧିଧାରୀ। ଯାହାଙ୍କର ଭିତରେ ଭକ୍ତି, ଜ୍ଞାନ, ବୈରାଗ୍ୟ ନାହିଁ, ତା ମନରେ ସମସ୍ତ ଦୁଃଖକୁ ଦେଇପାରୁଥିବା କାମ, ମୋହ, ବିକାର ଶୀଘ୍ର ଉତ୍ପନ୍ନ ହୋଇଯାଇଥାଏ। ତୁମେ ତ ନୈଷ୍ଠିକ ବ୍ରହ୍ମଚାରୀ, ସର୍ବଦା ଜ୍ଞାନ ବୈରାଗ୍ୟରେ ଯୁକ୍ତ ରହିଛ, ପୁଣି ତୁମର କାମ ବିକାର କିପରି ଆସିବ? ତୁମେ ତ ଜନ୍ମରୁ ନିର୍ବିକାର, ତୁମେ ତ ଶୁଦ୍ଧ ବୁଦ୍ଧିଧାରୀ। ଶ୍ରୀହରିଙ୍କର କହିବାର ଏପରି ବୃତ୍ତାନ୍ତ ଶ୍ରବଣ କରି ମୁନି ଶିରୋମଣି ନାରଦ ଜୋର ଜୋରରେ ହସିଲେ। ମନକୁ ମନ ଭଗବାନଙ୍କୁ ପ୍ରଣାମ ମଧ୍ୟ କଲେ। ନାରଦଜୀ କହିଲେ, ହେ ସ୍ୱାମୀ, ଯେତେବେଳେ ମୋ ଉପରେ ଆପଣଙ୍କର କୃପା ଅଛି, ତେବେ ବିଚାରା କାମଦେବ କ'ଣ କରିପାରିବେ? ତାର ପ୍ରଭାବ କ'ଣ ସେ ବିସ୍ତାର କରିପାରିବେ କି? ଏପରି କହି ଭଗବାନ ଚରଣରେ ମସ୍ତକ ଅବନତ କଲେ। ଇଚ୍ଛା ଅନୁସାରେ ମଧ୍ୟ ବିଚରଣ କରିବାକୁ ଲାଗିଲେ। ନାରଦ ମୁନି ଅର୍ଥାତ୍ ବିଷ୍ଣୁ ଲୋକରୁ ଅନ୍ତର୍ଧ୍ୟାନ ହୋଇଗଲେ। ଏବଂ ଏଇଠାରେ ପ୍ରଥମ ଅଧ୍ୟାୟର ପରିସମାପ୍ତି ଘଟୁଛନ୍ତି। ଦ୍ୱିତୀୟ ଅଧ୍ୟାୟରେ ମାୟା ନିର୍ମିତ ନଗରରେ ଶିଳାନିଧିର କନ୍ୟା ଉପରେ ମୋହିତ ହୋଇ ନାରଦଜୀଙ୍କର ଭଗବାନ ବିଷ୍ଣୁଙ୍କଠାରୁ ତାଙ୍କର ରୂପ ମାଗିବା, ଭଗବାନଙ୍କୁ ତାଙ୍କ ରୂପର ସହିତ ବାନରର ମୁଖ ପ୍ରଦାନ କରିବା, କନ୍ୟାର ଭଗବାନଙ୍କୁ ବରଣ କରିବା ଏବଂ କୁପିତ ହୋଇ ନାରଦଜୀ ଶିବଗଣଙ୍କୁ ଅଭିଶାପ ଦେବାର ପ୍ରସଙ୍ଗକୁ ଆମେ ଉପସ୍ଥାପନ କରିବା। ସୂତ କହୁଛନ୍ତି, ହେ ମହର୍ଷି, ଯେତେବେଳେ ନାରଦ ମୁନି ଇଚ୍ଛା ଅନୁସାରେ ସେଠାରୁ ଚାଲିଗଲେ, ତାପରେ ଭଗବାନ ଶିବଙ୍କ ଇଚ୍ଛାରୁ ମାୟାର ବିଶାରଦ ଶ୍ରୀହରି ତତ୍କାଳ ନିଜର ମାୟାକୁ ପ୍ରକଟ କଲେ। ମୁନିଙ୍କର ମାର୍ଗରେ ଏକ ବିଶାଳ ନଗର ରଚନା କଲେ, ଯାହାଙ୍କର ବିସ୍ତାର 100 ଯୋଜନ ପର୍ଯ୍ୟନ୍ତ ଥିଲା। ଅଦ୍ଭୁତ ନଗର ବଡ଼ ମନୋହର ମଧ୍ୟ ଥିଲା। ଭଗବାନଙ୍କର ସେହି ନିଜର ବୈକୁଣ୍ଠ ଲୋକରେ ମଧ୍ୟ ଅଧିକ ରମଣୀୟ ହୋଇଯାଇଥିଲା। ନାନା ପ୍ରକାରର ବସ୍ତୁ ଏହି ନଗରର ଶୋଭାକୁ ବର୍ଦ୍ଧନ କରୁଥିଲା। ସେଠାରେ ସ୍ତ୍ରୀ ଏବଂ ପୁରୁଷମାନଙ୍କ ପାଇଁ ବହୁତ ବିହାରସ୍ଥଳ ମଧ୍ୟ ଦେଖିବାକୁ ମିଳିଲା। ଶ୍ରେଷ୍ଠ ନଗର ଦାରିବର୍ଣ୍ଣର ଲୋକମାନେ ଭରପୁର ମଧ୍ୟ ରହିଗଲେ। ଶିଳାନିଧି ନାମକ ଐଶ୍ୱର୍ଯ୍ୟଶାଳୀ ରାଜା ମଧ୍ୟ ସେଠାରେ ରାଜତ୍ୱ କରିବାକୁ ଲାଗିଲେ। ନିଜର ପୁତ୍ରୀର ସ୍ୱୟଂବର କରିବା ପାଇଁ ସେ ଉଦ୍ୟତ ହେଉଛନ୍ତି। ଏଣୁ ମହାନ ଉତ୍ସବର ଆୟୋଜନ ମଧ୍ୟ କରାଗଲା। କନ୍ୟାର ବରଣ କରିବା ପାଇଁ ଉତ୍ସୁକ ଚାରି ଦିଗରେ ବହୁତରୁ ବହୁତ ରାଜକୁମାରମାନେ ସେଠାକୁ ମଧ୍ୟ ଆସିଥିଲେ। ନାନା ପ୍ରକାର ବେଶଭୂଷା ସୁନ୍ଦର ଶୋଭାରେ ପ୍ରକାଶିତ ହୋଇଥିଲେ। ରାଜକୁମାରମାନେ ନଗର ଭରପୁର ଭାବରେ ଦେଖାଯାଉଥିଲା। ଏପରି ସୁନ୍ଦର ରାଜନଗରକୁ ଦେଖି ନାରଦଜୀ ମୋହିତ ମଧ୍ୟ ହୋଇଗଲେ। ରାଜା ଶିଳାନିଧିଙ୍କର ଦ୍ୱାରେ ଯାଇକି ପ୍ରବେଶ କଲେ।
ମୁନି ଶିରୋମଣି ନାରଦଜୀ ଆସୁଥିବାର ଦେଖି ମହାରାଜ ଶିଳନିଧି ମଧ୍ୟ ଶ୍ରେଷ୍ଠ ରତ୍ନମୟ ସିଂହାସନ ଉପରୁ ନିଜେ ଉଠିକି ଆସି ଦେବର୍ଷି ନାରଦଙ୍କୁ ସେହି ସିଂହାସନରେ ତତ୍କାଳ ବସେଇଲେ ଏବଂ ତାଙ୍କର ପାଦ ପୂଜନ କଲେ। ତାପରେ ନିଜର ସୁନ୍ଦରୀ କନ୍ୟାକୁ, ଯାହାଙ୍କର ନାମଟି ଥିଲା ଶ୍ରୀମତୀ, ତାଙ୍କୁ ଡକେଇଲେ। ତାଙ୍କ ଚରଣରେ ପ୍ରଣାମ କରିବା ପାଇଁ ନିର୍ଦ୍ଦେଶ ଦେଲେ। କନ୍ୟାକୁ ଦେଖି ନାରଦ ମୁନି ହଠାତ୍ ଚକିତ ହୋଇଗଲେ ଏବଂ କହିଲେ, ହେ ରାଜନ, ଦେବକନ୍ୟାଙ୍କର ସମାନ ସୁନ୍ଦରୀ ମହାଭାଗା କନ୍ୟା କିଏ ସେ? এই কথাକୁ ଶ୍ରବଣ କରି ରାଜା ହାତ ଯୋଡ଼ି କହିଲେ, ହେ ଦେବର୍ଷି, ଏ ହେଉଛି ମୋର ପୁତ୍ରୀ ଶ୍ରୀମତୀ। ଏହାର ନାମ ଯେପରି, ରୂପ ମଧ୍ୟ ସେପରି ଏବଂ କର୍ମରେ ମଧ୍ୟ ସେ ତତ୍ପରା, ସେ ମଧ୍ୟ ସୁଶୀଳା। ଏବେ ବିବାହର ସମୟ ଆସିଯାଇଛି। ନିଜ ପାଇଁ ସୁନ୍ଦର ବର ଚୟନ କରିବା ପାଇଁ ମୁଁ ସ୍ୱୟଂବରର ଗୋଟିଏ ସୁନ୍ଦର ସଭାର ଆୟୋଜନ କରିଥିଲି। ସବୁ ପ୍ରକାର ଶୁଭ ଲକ୍ଷଣରେ ଲକ୍ଷିତ ମୋର କନ୍ୟା ଶ୍ରୀମତୀ ସର୍ବଗୁଣ ସମ୍ପନ୍ନ ହେଲେ ମଧ୍ୟ ଆପଣ ତାର ଭାଗ୍ୟ ରେଖାକୁ ଦେଖନ୍ତୁ ଏବଂ ଭାଗ୍ୟ ବତେଇ ଦିଅନ୍ତୁ। ରାଜା ଯେତେବେଳେ ବିନୟପୂର୍ବକ ଏହିପରି ପ୍ରଶ୍ନ କରିଛନ୍ତି ଏବଂ ଶ୍ରୀମତୀଙ୍କର ହାତ ନାରଦଙ୍କର ହାତରେ ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି, ସେତିକି ବେଳେ ଦେବର୍ଷି ନାରଦ କାମ ବିହ୍ୱଳରେ ତାଙ୍କର କନ୍ୟାର ମୁଖକୁ ଯେତିକି ଆଗ୍ରହର ସହିତ ଦେଖୁଥିଲେ, ସେତିକି ଆଗ୍ରହର ସହିତ ତାଙ୍କ ହାତକୁ ଧରି ପକାଇଛନ୍ତି। ମନେ ମନେ ଚିନ୍ତା କରୁଛନ୍ତି, ରାଜାଙ୍କର ଏହି ସୁନ୍ଦରୀ ଶ୍ରୀମତୀ କନ୍ୟାଟି କେତେ ଯେ ସୁନ୍ଦର ସୁଶୀଳା। କହିଲେ, ହେ ରାଜା, ଆପଣ ଏହି ପୁତ୍ରୀ ସମସ୍ତ ଶୁଭ ଲକ୍ଷଣରେ ସମ୍ପନ୍ନ, ପରମ ସୌଭାଗ୍ୟବତୀ ମଧ୍ୟ। ଆପଣ ମହାନ ଭାଗ୍ୟର କାରଣରୁ ଆପଣ ମଧ୍ୟ ଧନ୍ୟ ହୋଇଯାଇଛନ୍ତି। ସାକ୍ଷାତ ଲକ୍ଷ୍ମୀ ଭଳି ସର୍ବଗୁଣ ସମ୍ପୂର୍ଣ୍ଣ, ସମସ୍ତ ଗୁଣର ଆଧାର ସ୍ୱରୂପ କନ୍ୟାରତ୍ନକୁ ପ୍ରାପ୍ତ କରିଛନ୍ତି। ଭବିଷ୍ୟତରେ ନିଶ୍ଚୟ ତାର ପତି ଭଗବାନ ଶଙ୍କରଙ୍କ ସମାନ ବୈଭବଶାଳୀ ହୋଇଥିବ। ସର୍ବେଶ୍ୱର, କାହାଠାରେ ସେ ପରାଜିତ ହୋଇନଥିବା ବୀର, କାମ ବିଜୟୀ, ସମ୍ପୂର୍ଣ୍ଣ ଦେବତାମାନଙ୍କର ଶ୍ରେଷ୍ଠ ହୋଇଥିବ। ଏହିପରି କହିକି ରାଜା ବିଦାୟ ନେବା ପାଇଁ ଇଚ୍ଛା ଅନୁସାରେ ବିଚରଣ କରି ନାରଦ ମୁନି ସେଠାକୁ ଚାଲିଗଲେ। କାମରେ ବଶୀଭୂତ ତ ସେ ପ୍ରଥମରୁ ହିଁ ହୋଇଥିଲେ। ଶିବଙ୍କ ମାୟାରେ ବିଶେଷ ମୋହରେ ମଧ୍ୟ ପଡ଼ିଗଲେ। ମୁନି ମନକୁ ମନ ସୂଚନା କରିବାକୁ ଲାଗିଲେ, ମୁଁ ଯଦି ଏହି ରାଜକୁମାରୀଙ୍କୁ ପ୍ରାପ୍ତ କରନ୍ତି କେମିତି ହୁଅନ୍ତା? ସ୍ୱୟଂବର ଆସୁଥିବାର ଦେଖି ନରେଶ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଶିଳନିଧି ସମସ୍ତଙ୍କୁ ଛାଡ଼ି ଏକମାତ୍ର ତାଙ୍କର କନ୍ୟା ଶ୍ରୀମତୀ ମୋତେ ହିଁ ବରଣ କରୁ। କିପରି ଏହା ସମ୍ଭବ? ମନେ ମନେ ଅନେକ ଜଟିଳ ପ୍ରଶ୍ନ ମଧ୍ୟରେ ଛନ୍ଦି ଯାଇଛନ୍ତି ଦେବର୍ଷି ନାରଦ। ସମସ୍ତ ନାରୀମାନଙ୍କର ସୌନ୍ଦର୍ଯ୍ୟ ସର୍ବଦା ପ୍ରିୟ ହିଁ ହୋଇଥାଏ। ସୌନ୍ଦର୍ଯ୍ୟକୁ ତ ଦେଖିବା ପାଇଁ ପ୍ରସନ୍ନତା ପୂର୍ବକ ମୋର ଅଧୀନ ହୋଇଯିବ, ଏପରି କୌଣସି ସଂଶୟ ନାହିଁ। ଏପରି ବିଚାର କଲେ ଦେବର୍ଷି ନାରଦ କାମରେ ଯେହେତୁ ବିହ୍ୱଳ ହୋଇଯାଇଛନ୍ତି, ତେଣୁ ଭଗବାନ ବିଷ୍ଣୁଙ୍କର ରୂପକୁ ଗ୍ରହଣ କରିବା ପାଇଁ ତତ୍କାଳ ସେ ଆସି ବିଷ୍ଣୁ ଲୋକରେ ପ୍ରବେଶ କଲେ ଏବଂ ସେଠାରେ ବିଷ୍ଣୁଙ୍କୁ ପ୍ରଣାମ କଲେ ଏବଂ କହିଲେ, ହେ ଭଗବାନ, ମୁଁ ଏକାନ୍ତରେ ଆପଣଙ୍କଠାରେ ନିଜର ସାରା ବୃତ୍ତାନ୍ତ କହିବା ପାଇଁ ଚେଷ୍ଟା କରୁଛି। ତାପରେ ବିଷ୍ଣୁଦେବ କହୁଛନ୍ତି, ହଁ ବହୁତ ଭଲ ଅଛି, କୁହନ୍ତୁ। ଲକ୍ଷ୍ମୀପତି ଶ୍ରୀହରି ନାରଦଜୀଙ୍କ ସହିତ ଏକାନ୍ତରେ ଯାଇକି ବସିଗଲେ। ମନେ ମନେ ସ୍ମିତହାସ୍ୟ କରୁଥାନ୍ତି। ସବୁ ଜାଣିଛନ୍ତି କିନ୍ତୁ ନ ଜାଣିଲା ଭଳି ପଚାରୁଛନ୍ତି, ମୁନି ଆପଣ କଣ କହିବାକୁ ଚାହୁଁଛନ୍ତି, କୁହନ୍ତୁ ଏବେ। ନାରଦଜୀ କହିଲେ, ଭଗବାନ, ଆପଣ ତ ଭକ୍ତ, ଯିଏକି ରାଜା ଶିଳନିଧି, ସିଏ ସର୍ବଦା ଧର୍ମ ପାଳନରେ ତତ୍ପର ରହୁଛି। ଆପଣ ତ ନିଶ୍ଚିତ ଜାଣିଥିବେ, ତାଙ୍କର ଗୋଟେ ବିଶାଳ ରାଜ୍ୟ ଅଛି। ସେ ରାଜ୍ୟରେ ତାଙ୍କର ଗୋଟେ ବିଶାଳ ଲୋଚନା କନ୍ୟା ଅଛି, ସର୍ବଗୁଣ ସମ୍ପନ୍ନା, ଯିଏକି ବହୁତ ସୁନ୍ଦରୀ। ତାର ନାମ ଶ୍ରୀମତୀ। ବିଶ୍ୱ ମୋହିନୀ ରୂପରେ ସେ ମଧ୍ୟ ବିଖ୍ୟାତ। ତିନି ଲୋକରେ
ସେ ସବୁଠାରୁ ସୁନ୍ଦରୀ। କାହିଁ ମୋତେ ଅନୁଭବ ହେଉନି ଏମିତି ଅନିନ୍ଦ୍ୟ ସୁନ୍ଦରୀ ନାରୀ ଆଗରୁ ମୁଁ କେବେ ଦେଖିଛି ବୋଲି। ପ୍ରଭୁ, ଆଜି ମୁଁ ଶୀଘ୍ର ଏହି କନ୍ୟାକୁ ବିବାହ କରିବା ପାଇଁ ଇଚ୍ଛା କରୁଛି। ରାଜା ଶିଳନିଧି ନିଜର ପୁତ୍ରୀକୁ ଇଚ୍ଛା ଅନୁସାରେ ସ୍ୱୟଂବର କରିବା ପାଇଁ ପ୍ରସ୍ତୁତ କରୁଛନ୍ତି। ଏଣୁ ଚାରିଆଡ଼ୁ ରାଜାମାନେ ରାଜକୁମାରମାନେ ଆସି ସେଠି ଏକାଠି ହେଇଛନ୍ତି। ମୁଁ ଆପଣଙ୍କର ଯେହେତୁ ପ୍ରିୟ ସେବକ, ତେଣୁ ଆପଣ ମୋତେ ଟିକେ ନିଜର ସ୍ୱରୂପ ଦେଇଦିଅନ୍ତୁ। ରାଜକୁମାରୀ ଶ୍ରୀମତୀ ନିଶ୍ଚୟ ମୋତେ ନିଶ୍ଚିନ୍ତ ଭାବରେ ବର ରୂପରେ ଗ୍ରହଣ କରିପାରିବେ। ସୁତ ଏଠାରେ କହୁଛନ୍ତି, ହେ ମହର୍ଷିମାନେ, ନାରଦ ମୁନିଙ୍କର ଏହି କଥାକୁ ଯେତେବେଳେ ଶ୍ରବଣ କଲେ, ଭଗବାନ ମଧୁସୂଦନ ସ୍ମିତ ହାସ୍ୟରେ ଶଙ୍କର ଭଗବାନଙ୍କର ପ୍ରଭାବର ଅନୁଭବ କଲେ। ଦୟାଳୁ ପ୍ରଭୁ ଏହି ପ୍ରକାର ମଧ୍ୟ ଉତ୍ତର ଦେଉଛନ୍ତି, ହଁ ମୁନି କୁହନ୍ତୁ, ତୁମେ ନିଜର ଅଭୀଷ୍ଟ ସ୍ଥାନକୁ ଏବେ ଚାଲିଯାଅ। ମୁଁ ସେଇଭଳି କରିବି ଯାହା ତୁମର ହିତ ସାଧନ ହେବ। ଯେପରି ଶ୍ରେଷ୍ଠ ବୈଦ୍ୟ ଅତ୍ୟନ୍ତ ପୀଡ଼ିତ ରୋଗରେ ପଡ଼ିଥିଲା ବେଳେ ତାକୁ ଔଷଧ ସେବନ କରିବା ପାଇଁ ଚିକିତ୍ସକ ତାକୁ ଠିକ୍ ଚିକିତ୍ସା କରିଥାଏ, ଠିକ୍ ମୁଁ ସେହିପରି ଆଜି ତୁମର ମାଗୁଥିବା ବରକୁ ମୁଁ ନିଶ୍ଚିନ୍ତ ଭାବରେ ପ୍ରଦାନ କରିବି, ଯାହା ତୁମ ପାଇଁ ହିତ। ଏପରି କହି ଭଗବାନ ବିଷ୍ଣୁ ନାରଦ ମୁନିଙ୍କୁ ନିଜର ମୁଖ ଅର୍ଥାତ୍ ନିଜର ସ୍ୱରୂପ, ହରି ଅର୍ଥ ହରଣ କରିବା, ହରି ଅର୍ଥ ଗୋଟେ ସୁନ୍ଦର ମୁଖ, ନିଜର ମୁଖ, ଆଉ ଗୋଟିଏ ହରି ହେଉଛନ୍ତି ବାନର। ତେଣୁ ନାରଦ ମୁନିଙ୍କର ମୁଖକୁ ବାନର କରିଦେଲେ। ଶେଷ ଅଙ୍ଗରେ ନିଜର ଯେପରି ସ୍ୱରୂପ ଦେଇଥିଲେ ସେଠାରୁ ସେ ଅନ୍ତର୍ଧାନ ହୋଇଥିଲେ। ଭଗବାନଙ୍କର ପୂର୍ବ କଥା ଅନୁସାରେ ଶୁଣିଲେ ଏବଂ ମନୋହର ରୂପକୁ ପ୍ରାପ୍ତ ହୋଇଗଲେ। ନାରଦ ମୁନିକୁ ବଡ଼ ଆନନ୍ଦ ଆସିଗଲା। ଯାହା ହଉ, ମୁଁ ନିଜେ ସ୍ୱୟଂ ବିଷ୍ଣୁଙ୍କର ଆଉ ଗୋଟେ ଅଦ୍ୱିତୀୟ ରୂପ ହୋଇଗଲି। ନିଶ୍ଚିନ୍ତ ଭାବରେ ସେଇ ଶିଳନିଧି କନ୍ୟା ଶ୍ରୀମତୀ ମୋତେ ନିଶ୍ଚିନ୍ତ ଭାବରେ ବର ରୂପରେ ବରଣ କରିବ। ଏପରି ମନ ଭିତରେ ଆନନ୍ଦିତ ହୋଇ ଚାଲିଗଲେ ଯେଉଁ ଜାଗାରେ ରାଜ ସିଂହାସନରେ ବସିଥିଲେ ସମସ୍ତ ରାଜକୁମାର। ନିଜର କୃତକୃତ୍ୟ ମାନି ଭଗବାନଙ୍କର କ'ଣ ବା ପ୍ରଯତ୍ନ କରାଯିବ, ଏଇ କଥା ସେ ଆଉ ବୁଝିପାରିଲେ। ତାପରେ ମୁନିଶ୍ରେଷ୍ଠ ନାରଦ ଶୀଘ୍ର ସେହି ସ୍ଥାନରେ ପହଞ୍ଚିଗଲେ। ରାଜା ଶିଳନିଧି ରାଜକୁମାରୀଙ୍କର ସେହି ଭରପୂର୍ଣ୍ଣ ଥିବା ସ୍ୱୟଂବର ସଭାରେ ପହଞ୍ଚିଗଲେ ଏବଂ ନିଜର ସେହି ସୁନ୍ଦର ରୂପକୁ ବାରମ୍ବାର ନିଜେ ତ ଦେଖିପାରୁନାହାନ୍ତି, କିନ୍ତୁ ନିଜେ ସୁନ୍ଦର ବୋଲି ଅନୁଭବ କରି ନିଜକୁ ଦେଖେଇବା ଭାବକୁ ପ୍ରଦର୍ଶନ କରୁଥିଲେ। ରାଜପୁତ୍ରମାନେ ସେଠାରେ ଘେରି ରହିଥିଲେ। ଦିବ୍ୟ ସ୍ୱୟଂବର ସଭା ଦ୍ୱିତୀୟ ଇନ୍ଦ୍ରସଭା ସମାନ ଶୋଭାବର୍ଦ୍ଧନ କରୁଥିଲା। ନାରଦଜୀ ସେହି ରାଜସଭାରେ ଯାଇକି ଯେତେବେଳେ ବସିକି ନିଜର ସେଇ ବାରମ୍ବାର ନିଜର ଶରୀରକୁ ସଜଉଛନ୍ତି ଏବଂ କେତେବେଳେ ଶ୍ରୀମତୀ ଆସିକି ମୋତେ ବର୍ଣ୍ଣମାଳା ଲଗେଇବ ଏଇ ଉତ୍କଣ୍ଠା ଅଛନ୍ତି, ସେହି ସମୟରେ ଭଗବାନ ବିଷ୍ଣୁଙ୍କର ସମାନ ରୂପ ଧାରଣ କରିଛନ୍ତି। ଏପରି ରାଜକୁମାରୀ ଅବଶ୍ୟ ବରଣ କରିବ, ଏହି ଅପେକ୍ଷା ତାଙ୍କୁ ଦ୍ୱିଗୁଣିତ ଆନନ୍ଦ କରୁଥିଲା। ଏହି କଥା ଅନ୍ୟ କେହି ଜାଣିପାରୁନଥିଲେ। ଏ କାରଣ କ'ଣ? ଏତେ ବଡ଼ ସୁନ୍ଦର ରାଜସିଂହାସନ ରାଜସଭାରେ ଥିଲେ କେବଳ ରାଜକୁମାର, ଜଣେ ବାନର ମୁଖରେ ବସିଛନ୍ତି, ନିଜ ଶରୀରକୁ ବାରମ୍ବାର ସଜଉଛନ୍ତି। ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି। ମୁନିଶ୍ରେଷ୍ଠ ନାରଦଙ୍କୁ ଏହି ଜ୍ଞାତ ନଥିଲା ଯେ ମୋର ମୁହଁଟା କେମିତି ହେଇଛି, କେମିତି କୁରୂପ ହୋଇଛି। ସଭାରେ ବସିଥିବା ମୁନିମାନେ ଯେତେ ଆଶ୍ଚର୍ଯ୍ୟ ହେଉଛନ୍ତି। ରାଜକୁମାର କୌଣସି ରୂପ ପରିବର୍ତ୍ତନ ରହସ୍ୟ କେହି ଜାଣିପାରିଲେନି। ନାରଦଜୀ ରକ୍ଷା ପାଇଁ ଭଗବାନ ନିଜେ କ'ଣ କଲେ, କେତେ କରୁଣା ବରୁଣାଳୟ। ନିଶ୍ଚିନ୍ତ ଭାବରେ ତ ବର ପ୍ରଦାନ କରିଦେଲେ। ତା ସହିତ ରୁଦ୍ର ଭଗବାନଙ୍କର ଦୁଇ ଗୋଟି ପାର୍ଶ୍ୱଦଙ୍କୁ ବ୍ରାହ୍ମଣ ରୂପରେ ସେଠାକୁ ଛାଡ଼ିଲେ ଯେ କ'ଣ ସବୁ ଘଟଣା ଘଟୁଛି ତୁମେ ଦେଖିବ ଏବଂ ତାଙ୍କ ପାଖରେ ଯାଇକି ବସିବ। ନାରଦଙ୍କର ରୂପ ପରିବର୍ତ୍ତନ ଉତ୍ତମ ଭେଦକୁ ସେଇମାନେ ହିଁ କେବଳ ଜାଣିଥିଲେ, ସେଇ ଦୁଇ ଜଣ। ମୁନିମାନଙ୍କର କାମ ବେଶରେ ମୋହ ହୋଇ ଯେତେବେଳେ ଜାଣିଲେ ଦୁଇ ପାର୍ଶ୍ୱଦ ତାଙ୍କ ନିକଟରେ ଯାଇକି ବସିଲେ ଏବଂ ନିଜେ ନିଜେ ଭିତର କଥା କୁହାକୁହି ହେଇକି ହସୁଛନ୍ତି। କିନ୍ତୁ ମୁନି ତ କାମରେ ବିହ୍ୱଳ ଅଛନ୍ତି। ତାଙ୍କର ଯଥାର୍ଥ କଥା ମଧ୍ୟ ଥିଲା ଯେ ମୁଁ କେବଳ ଶ୍ରୀମତୀକୁ
ଚାହେଁ। ତା ବ୍ୟତୀତ ସେ କ'ଣ ଘଟୁଛି ଆଉ କୌଣସି ଘଟଣା ସହିତ ସେ ନିଜେ ସଯୁକ୍ତ ନଥିଲେ। ସେ ମୋହିତ ହୋଇ ଶ୍ରୀମତୀକୁ ପ୍ରାପ୍ତ କରିବା ଇଚ୍ଛାରେ ଚାରିଆଡ଼େ କେବଳ ପ୍ରତୀକ୍ଷା ବ୍ୟତୀତ ତାଙ୍କ କିଛି ଦେଖାଯାଉନଥିଲା। ଏହି ସମୟରେ ସୁନ୍ଦରୀ ରାଜକନ୍ୟା ସ୍ତ୍ରୀମାନଙ୍କର ସହିତ ଘେରି ରହିଥିବା ମଧ୍ୟ ଭାଗରେ ନିଜେ ଶ୍ରୀମତୀ ଅନ୍ତଃପୁରରେ ଆସିକି ପ୍ରବେଶ କଲେ। ନିଜ ହାତରେ ସୁବର୍ଣ୍ଣର ଏକ ସୁନ୍ଦର ମାଳା ଧାରଣ କରିଥିଲେ। ଶୁଭ ଲକ୍ଷଣ ରାଜକୁମାରୀ ସ୍ୱୟଂବର ମଧ୍ୟଭାଗରେ ଲକ୍ଷ୍ମୀଙ୍କ ସମାନ ଆସି ଦଣ୍ଡାୟମାନ କରିଛନ୍ତି। ଅପୂର୍ବ ଶୋଭାବର୍ଦ୍ଧନ କରୁଛି ସେ ରାଜସଭା। ଉତ୍ତମ ବ୍ରତକୁ ପାଳନ କରୁଥିବା ଭୂପକନ୍ୟା ମାଳା ହାତରେ ନେଇ ନିଜର ମନର ଅନୁରୂପ ବରକୁ ଅନ୍ୱେଷଣ କରୁଛନ୍ତି। ସମସ୍ତ ସଭାକୁ ସେ ଭ୍ରମଣ କରିସାରିଲେଣି। ନାରଦ ମୁନିଙ୍କର ଭଗବାନ ବିଷ୍ଣୁଙ୍କର ସମାନ ଶରୀର ବାନର ଯେପରି ମୁହଁକୁ ଦେଖି ସେ କୁପିତ ହୋଇଗଲେ ଏବଂ ତାଙ୍କଠାରୁ ଦୃଷ୍ଟି ଫେରେଇ ଆଗକୁ ପଳେଇଲେ। ପ୍ରସନ୍ନ ମନରେ ନାରଦଜୀ ଅପେକ୍ଷା କରିଛନ୍ତି ପୁଷ୍ପମାଳ ମୋତେ କାହିଁ ପକେଇଲେ। ସ୍ୱୟଂବର ସଭାରେ ନିଜର ମନୋବାଞ୍ଛିତ ବରକୁ ସେ ନ ପାଇକରି ଭୟଭୀତ ହୋଇଗଲେ। ତାଙ୍କ ଶରୀର ଘର୍ମାକ୍ତ ହୋଇଗଲା। ସେ ଲଜ୍ଜିତ ହୋଇଗଲେ। ମନରେ ଧୀରେ ଧୀରେ ସନ୍ଦେହ ଜମିଗଲା। ଏତେ ସୁନ୍ଦର ରୂପ ମୋତେ ଭଗବାନ ବିଷ୍ଣୁ ଦାନ କଲେ, ରାଜକୁମାରୀ ମୋତେ ଅଣଦେଖା କରି ଆଗକୁ ପଳେଇଲା। ରାଜକୁମାରୀ ସଭା ଭିତରେ ଚୁପଚାପ ଠିଆ ହୋଇଛନ୍ତି। କାହା ଗଳାରେ ଜୟମାଳା ଦେଇନାହାନ୍ତି। ସବୁ ରାଜକୁମାରଙ୍କ ଠାରୁ ମନ ସେ ଫେରେଇ ନେଇଗଲେଣି। ଜୟମାଳାକୁ ଧରିକିରି ଏପରିକି ନାରଦଜୀଙ୍କୁ ଆଗକୁ ମଧ୍ୟ ପଳେଇଲେଣି। ରାଜାଙ୍କ ସମାନ ବେଶଭୂଷା ଧାରଣ କରି ନିଜେ ଭଗବାନ ବିଷ୍ଣୁ ସେଠାରେ ଯାଇ ହଠାତ୍ ପହଞ୍ଚିଗଲେ। ଅନ୍ୟ କେହି ଏ କଥାକୁ ଦେଖିପାରୁନଥିଲେ କି ଜାଣିପାରୁନଥିଲେ। କେବଳ ସେହି କନ୍ୟାର ଦୃଷ୍ଟି ପଡ଼ିଗଲା ସେହି ସୁନ୍ଦର ରାଜକୁମାର ଉପରେ। ଭଗବାନଙ୍କୁ ଦେଖି ପରମ ସୁନ୍ଦରୀ ରାଜକୁମାରୀ ଶ୍ରୀମତୀ ମୁଖରେ ପ୍ରସନ୍ନ ମଧ୍ୟ ଖେଳିଗଲା। ହଠାତ୍ ସେ କଣ୍ଠରେ ସେହି ମାଳାଟିକୁ ପକେଇଦେଲେ। ରାଜାଙ୍କର ରୂପ ଧାରଣ କରି ଭଗବାନ ବିଷ୍ଣୁ ରାଜକୁମାରୀଙ୍କର ସେହି ଜୟମାଳାକୁ ପ୍ରାପ୍ତ କରି ହଠାତ୍ ସେହି ସଭା ମଧ୍ୟରେ ସମସ୍ତଙ୍କ ସାମ୍ନାରୁ ଅଦୃଶ୍ୟ ହୋଇଗଲେ। ନିଜର ଧାମରେ ଯାଇ ପ୍ରବେଶ କଲେ। ଏଣେ ସବୁ ରାଜାମାନେ କ'ଣ କରିଛନ୍ତି ନା ଶ୍ରୀମତୀଙ୍କର ଆଡ଼କୁ ଚାହିଁଛନ୍ତି ଏବଂ ନିରାଶ ହୋଇକି ଫେରୁଛନ୍ତି। ସମସ୍ତଙ୍କ ମନରେ ବିଷାଦ। ନାରଦ ମୁନି କାମ ବେଦନାରେ ଆତୁର ହୋଇଛନ୍ତି। ଏଣୁ ସିଏ କ'ଣ କଲେ ନା ବିହ୍ୱଳ ହୋଇ ପଡ଼ିଲେ। ତାପରେ 2 ଜଣ ବିପ୍ର ହଠାତ୍ ତାଙ୍କ ସାମ୍ନାରେ ପ୍ରକଟ ହୋଇଗଲେ। ସେ ଜ୍ଞାନ ବିଶାରଦ ରୁଦ୍ରଗଣ କାମ ବିହ୍ୱଳ ନାରଦଙ୍କର ପାଖକୁ ଯାଇକି କହୁଛନ୍ତି, ହେ ନାରଦ, ଶୁଣ, ତୁମେ ବ୍ୟର୍ଥ କାମରେ କାହିଁକି ମୋହିତ ହେଉଛ ଯେ? ସୌନ୍ଦର୍ଯ୍ୟ ବଳରେ ରାଜକୁମାରୀକୁ ପାଇବା ପାଇଁ ଇଚ୍ଛା କରୁଛ ନା? ନିଜର ଟିକେ ବାନର ଭଳିଆ ଘୃଣିତ ମୁହଁକୁ ଥରେ ଦେଖିନିଅ ତ। ସୁତ କହୁଛନ୍ତି, ହେ ମହର୍ଷି, ଯେତେବେଳେ ରୁଦ୍ରଗଣଙ୍କର ଏଇ କଥାକୁ ଶ୍ରବଣ କଲେ ନାରଦଜୀ କ'ଣ କଲେ ନା ବଡ଼ ବିସ୍ମୟ ହୋଇଗଲେ। କ'ଣ ବାନର ମୁଖ? ଶିବଙ୍କର ମାୟାରେ ସେ ମୋହିତ ଥିଲେ। ଦର୍ପଣରେ ନିଜର ମୁଖ ମଧ୍ୟ ଦର୍ଶନ କଲେ। ବାନର ସମାନ ନିଜର ମୁହଁକୁ ଦେଖି ହଠାତ୍ କ୍ରୋଧରେ ସେ ଜଳି ପଡ଼ିଗଲେ। ମାୟାରେ ଏମିତି ମୋହିତ ହୋଇଗଲେ ଯେ 2 ଶିବଗଣକୁ ମଧ୍ୟ ସେ ଅଭିଶାପ ଦେବାକୁ ପଛେଇଲେନି। ଆରେ ଏ ଦୁଷ୍ଟ ରାକ୍ଷସ, ତୁମେ 2 ଜଣ ଯାକ ମୋତେ ବ୍ରାହ୍ମଣ ଉପହାସ କରିଲ ନା? ଏବେ ତୁମେ ବ୍ରାହ୍ମଣର ବୀର୍ଯ୍ୟରୁ ଉତ୍ପନ୍ନ ରାକ୍ଷସ ହେଇଯାଅ। ବ୍ରାହ୍ମଣଙ୍କର ସନ୍ତାନ ହେବା ପରେ ମଧ୍ୟ ତୁମର ଆକାର ଏଇ ରାକ୍ଷସ ସମାନ ହିଁ ହେବ। ଏହି ପ୍ରକାର ନିଜର ଅଭିଶାପ ଦେଇ ଦେବଶ୍ରୀ ନାରଦ 2 ଜ୍ଞାନ ଶିରୋମଣି ଶିବଗଣ ମୁନିଙ୍କୁ ମୋହିତ ଜାଣିଛନ୍ତି ଏବଂ କିଛି କହିଲେ, ହେ ବ୍ରାହ୍ମଣମାନେ, ଏ ସର୍ବଦା ସବୁ ଘଟଣାରେ ଭଗବାନ ଶିବଙ୍କର ହିଁ ଇଚ୍ଛା ବୋଲି ମାନି ନେଇଥିଲେ। ଏଣୁ ଉଦାସୀନ ଭାବରେ ନିଜର ସ୍ଥାନକୁ ପ୍ରତ୍ୟାଗମନ କଲେ। ଭଗବାନଙ୍କର ସ୍ତୁତି ଗାନ କଲେ। ଏଇଠାରେ 3ୟ ଅଧ୍ୟାୟର ଉପସଂହାର ହେଉଛନ୍ତି ଏବଂ 4ର୍ଥ ଅଧ୍ୟାୟରେ ନାରଦଜୀ ଭଗବାନ ବିଷ୍ଣୁଙ୍କୁ କ୍ରୋଧପୂର୍ବକ ଭର୍ତ୍ସନା କରୁଛନ୍ତି, ଅଭିଶାପ ଦେଉଛନ୍ତି। ପୁନଶ୍ଚ ମାୟାରୁ ଦୂରୀଭୂତ ହେବା ପରେ ପଶ୍ଚାତାପ ପୂର୍ବକ ଭଗବାନଙ୍କ ଚରଣାର ବିନ୍ଦରେ ଏବଂ ଶୁଦ୍ଧିର ଉପାୟ ପଚାରୁଛନ୍ତି। ଭଗବାନ ବିଷ୍ଣୁଙ୍କର ତାଙ୍କୁ ବୁଝେଇବା ପାଇଁ, ତାଙ୍କୁ ଜାଣିବା ପାଇଁ, ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଭଗବାନ ଶିବଙ୍କର ମହାତ୍ମ୍ୟ ଏବଂ ବ୍ରହ୍ମାଙ୍କ ଠାରୁ
ବ୍ରହ୍ମାଙ୍କ ନିକଟକୁ ଯାଇ ଉପଦେଶ ଏବଂ ଭଗବାନ ଶିବଙ୍କର ଭଜନର ଉପଦେଶକୁ ପ୍ରାପ୍ତ କରିବାର ସୁନ୍ଦର ବିଷୟକୁ ଆମେ ଉପସ୍ଥାପନ କରିବା। ସୁତଜୀ କହୁଛନ୍ତି, ହେ ମହର୍ଷି, ମାୟାରେ ମୋହିତ ନାରଦ ମୁନି ଏହି ଦୁଇ ଶିବଗଣକୁ ଯଥାଚିତ ଶାପ ଦେଇ ମଧ୍ୟ ଭଗବାନ ଶିବଙ୍କର ଇଚ୍ଛାବଶ ମୋହ ନିଦ୍ରାରେ ଜାଗି ପାରିନଥିଲା। ସିଏ ଶଙ୍କର ଭଗବାନ, ଯିଏକି ବିଷ୍ଣୁଙ୍କର କରାଯାଇଥିବା କପଟକୁ ମନରେ ଦୁଃସହ କ୍ରୋଧ ଆଣିବା ପାଇଁ ବିଷ୍ଣୁ ଲୋକକୁ ଚାଲିଗଲେ। ଦେବର୍ଷି ନାରଦ ସମିଧା ପାଇଲେ ଯେମିତି ପ୍ରଜ୍ୱଳିତ ହୁଏ ଅଗ୍ନିଶିଖା, ଠିକ୍ ସେହିପରି କ୍ରୋଧରେ ଜର୍ଜରିତ ତାଙ୍କର ଜ୍ଞାନ ନଷ୍ଟ ହୋଇଯାଇଛି। ଦୁର୍ବଚନପୂର୍ଣ୍ଣ ବ୍ୟଙ୍ଗ ଶୁଣିବାକୁ ଲାଗିଲେ। ନାରଦଜୀ କହୁଛନ୍ତି, ହେ ହରି, ତୁମେ ବଡ଼ ଦୁଷ୍ଟ ନା, ତୁମେ ବଡ଼ କପଟୀ ନା, ସମସ୍ତ ବିଶ୍ୱକୁ ମୋହରେ ଭରି ଦେଇଛ। ଦ୍ୱିତୀୟର ଉତ୍ସାହ, ଦ୍ୱିତୀୟର ଉତ୍କର୍ଷ ତୁମଠାରୁ କେବେ ସହ୍ୟନୀୟ ନୁହେଁ। ତୁମେ ଅନ୍ୟର ଖୁସି କେବେ ଚାହୁଁନି। ତୁମେ ମାୟାବୀ ବୋଲି ମୁଁ ଜାଣିଗଲି। ତୁମର ଅନ୍ତଃକରଣ ଏତେ ମଳିନ ବୋଲି ଜଣାପଡ଼ିଗଲା। ପୂର୍ବ କାଳରେ ତୁମେ ମୋହିନୀ ରୂପ ଧାରଣ କରି କପଟ କରିଥିଲ। ଅସୁରକୁ ବାରୁଣୀ ମଦିରା ମଧ୍ୟ ପିଆଇଥିଲ। ଅମୃତ ତାଙ୍କୁ ପିଆଇବା ଆଶାରେ ଅମୃତ ତୁମେ ନେଇ ଦେବତାମାନେ କପଟର ସହିତ ପାନ କରିଥିଲ। ଛଳ କପଟରେ ଅନୁରାଗ ରଖୁଥିବା ହେ ହରି, ଯଦି ମହେଶ୍ୱର ରୁଦ୍ର ଦୟାକରି ବିଷପାନ କରିନଥାନ୍ତେ, ତୁମର ସାରା ମାୟା ଏହି ଦିନ ସମାପ୍ତ କରିଦେଇଥିଲା। ହେ ବିଷ୍ଣୁଦେବ, କପଟପୂର୍ଣ୍ଣ ଧାରୀ ତୁମେ ଅଧିକ ପ୍ରିୟ। ତୁମକୁ କପଟ ବହୁତ ପ୍ୟାରା ଲାଗେ ନା? ତୁମର ସ୍ୱଭାବ କେବେ ବି ଭଲ ନୁହେଁ। ତୁମେ ଭଗବାନ ଶଙ୍କରଙ୍କର ସ୍ୱତନ୍ତ୍ରତାକୁ ତୁମେ ଅନୁଭବ କରିପାରନି। ତୁମର ଏହି ଚାଲ ଢାଲ ବୁଝିବା ମୋ ପକ୍ଷରେ କିଛି କମ୍ ହେଇନି। ଭଗବାନ ଶିବ ମଧ୍ୟ ପଶ୍ଚାତାପ କରୁଛନ୍ତି ତୁମ ପାଇଁ। ନିଜର ବାଣୀ ରୂପ ବେଦର ପ୍ରାମାଣିକତା ସ୍ଥାପନ କରିବା ପାଇଁ ମହାଦେବଜୀ ବ୍ରାହ୍ମଣମାନଙ୍କୁ ସର୍ବୋପରି ବତେଇଥିଲେ। ହେ ହରି, ଏହି କଥାକୁ ଜାଣି ଆଜି ମୁଁ ବଳପୂର୍ବକ ତୁମକୁ ଶିଖାଉଛି ଯେ ତୁମେ କେବେ ମଧ୍ୟ ଏପରି କର୍ମ କର ନାହିଁ ଯେଉଁଥିରେ ଅନ୍ୟକୁ କଷ୍ଟ ହେବ, ଅନ୍ୟକୁ ଦୁଃଖ ଦେଉଥିବ। ଏବେ ତୁମେ କୌଣସି ଶକ୍ତିଶାଳୀ ତେଜସ୍ୱୀ ପୁରୁଷ ଭଳି ଅନୁଭବ ହେଉନ। ଏଣୁ ଆଜିଠାରୁ ତୁମେ ନିଡର ହୋଇଯାଅ। କିନ୍ତୁ ହେ ବିଷ୍ଣୁ, ତୁମେ ନିଜର କରାଯାଉଥିବା ପୁରା ଫଳକୁ ଅବଶ୍ୟ ପ୍ରାପ୍ତ କରିବ। ଭଗବାନ ବିଷ୍ଣୁଙ୍କଠାରୁ ଏପରି କହିସାରିବା ପରେ ମାୟାମୋହିତ ନାରଦ ମୁନି ନିଜର ବ୍ରହ୍ମ ତେଜର ପ୍ରଦର୍ଶନ କଲେ। କ୍ରୋଧରେ ଖିନ୍ଭିନ୍ ହେଇଗଲେ। ଅଭିଶାପ ଦେବା ପାଇଁ କହିଲେ, ହେ ବିଷ୍ଣୁ, ତୁମେ ସ୍ତ୍ରୀ ପାଇଁ ମୋତେ ବ୍ୟାକୁଳ କରିଦେଇଛ। ତୁମେ ମଧ୍ୟ ଏହି ପ୍ରକାର ସମସ୍ତଙ୍କ ମୁହଁରେ ପ୍ରବେଶ କରି ରହୁଥିବ। କପଟପୂର୍ଣ୍ଣ କାର୍ଯ୍ୟ କରି ତୁମେ ଯେଉଁ ସ୍ୱରୂପରେ ମୋତେ ସଂଯୁକ୍ତ କରାଇଥିଲ, ଏହି ରୂପରେ ତୁମେ ମନୁଷ୍ୟ ହୋଇଯିବ। ସ୍ତ୍ରୀର ବିୟୋଗରେ ଦୁଃଖ ଭୋଗ କରିବ। ତୁମେ ମଧ୍ୟ ବାନରଙ୍କ ସମାନ ମୋର ପ୍ରାପ୍ତ କରିବ। ଏହି ସମୟରେ ତୁମର ସହାୟକ ହିଁ ହେବେ କେବଳ ଏଇ ବାନରମାନେ। ତୁମେ ଅନ୍ୟର ପତ୍ନୀ ସ୍ତ୍ରୀ ବିରହରେ ଦୁଃଖ ମଧ୍ୟ ପ୍ରକାଶ କରିବ। ସ୍ୱୟଂ ମଧ୍ୟ ସ୍ତ୍ରୀ ବିୟୋଗର ଦୁଃଖକୁ ପ୍ରାପ୍ତ କରିବ। ଅଜ୍ଞାନରେ ମୋହିତ ମନୁଷ୍ୟଙ୍କ ସମାନ ତୁମର ସ୍ଥିତି ମଧ୍ୟ ହୋଇଯିବ। ମୋତେ ତୁମେ ଯେଉଁ ଅବସ୍ଥା ପ୍ରାପ୍ତ କରିଛ, ତୁମେ ଦିନେ ନା ଦିନେ ଏହି ଅବସ୍ଥାକୁ ପ୍ରାପ୍ତ କର। ଅଜ୍ଞାନରେ ମୋହିତ ନାରଦଜୀ ମୋହବଶ ଶ୍ରୀହରିଙ୍କୁ ଯେତେବେଳେ ଏହି ପ୍ରକାର ଅଭିଶାପ ଦେଲେ, ସେତେବେଳେ ଶମ୍ଭୁଙ୍କର ମାୟାରେ ପ୍ରଶଂସା କରୁଥିବା ଏହି ଅଭିଶାପକୁ ସେ ସ୍ୱୀକାର କରିନେଲେ। ତାପରେ ମହାଲୀଳା କରୁଥିବା ଶମ୍ଭୁ ନିଜର ଏହି ବିଶ୍ୱମୋହିନୀ ମାୟାକୁ, ଯାହାଙ୍କର କାରଣରୁ ଜ୍ଞାନୀ ନାରଦ ମୁନି ମଧ୍ୟ ମୋହିତ ହୋଇ ରହିଥିଲେ, ତାଙ୍କଠାରୁ ସବୁ ସେଇ ମାୟାରୁ ସେ ନିଜେ ଅଦୃଶ୍ୟ ହୋଇଗଲେ। ଏହି ମାୟାର ତିରୋହିତ ହେବା ପରେ ନାରଦଜୀ ପୂର୍ବ ଭଳି ଶୁଦ୍ଧ ବୁଦ୍ଧିରେ ମଧ୍ୟ ଯୁକ୍ତ ହୋଇଗଲେ। ପୂର୍ବବତ୍ ତାଙ୍କର ଜ୍ଞାନ ପ୍ରାପ୍ତ ହେଲା। ତାଙ୍କର ସମସ୍ତ ବ୍ୟାକୁଳତା ଜାଗି ଉଠିଲା। ଏହି ସମୟରେ ମନରେ ବଡ଼ ବିସ୍ମୟ ଭାବ ହେଲା। ସେ ଅଧିକରୁ ଅଧିକ ପଶ୍ଚାତାପ କରିବାକୁ ଲାଗିଲେ। ବାରମ୍ବାର ନିଜର ନିନ୍ଦା କରିବାକୁ ଲାଗିଲେ। ସମୟ ଜ୍ଞାନକୁ ମଧ୍ୟ ମୁହଁରେ ବଶବର୍ତ୍ତୀ କରିଥିବାରୁ ଭଗବାନ ଶମ୍ଭୁଙ୍କର ମାୟାର
से अनुताप करने लगे। समय थिला मते भगवान निजे कहिथिले जे मो प्रभु को न कहिबा पई आज मु कौन कली, मोर ए मन कौन हो गला, मोर बुद्धि केते निम्न हो गला। निजकू से असह्य बोध अनुभव करुछंती। माया अपसरी जाइछि। शुद्ध अंतरकरण रे केवल अनुताप व्यतीत तांकर आ किछि अनुभव हेउनी। एई कथा को जानी मायार कारणरू से भ्रम रे पड़ जाइथिले। एई सब किछि मोर माया जनित भ्रम थिला। वैष्णव शिरोमणि नारद जी भगवान विष्णुकर चरण रे हठात दंड प्रणाम स्वरूप पड़गले। भगवान श्रीहरि ताको उठे नेले, ठिया करेले। एई समय रे निजर दुर्बुद्धि से नष्ट हो जबार कारणरू से कहले, हे नाथ, माया रे मो मुहरे आपण को ए सब अनर्थ कथा कही देछि। मोर मन मोर बुद्धि सब बिगड़ी जाइथिला। एणु मु आपनक प्रति दुर्वचन मध्य व्यवहार करिछि। आपनकर अभिशाप को दे देछि। आपण अभिशाप को एबे मिथ्या कर दियंतु। मु बहुत बड़ पाप कर देछि। निश्चय नरक को निश्चित भाव रे जीवी। मु आपनकर दास। आपण कहंतु मु कोन करिले, माने को प्रायश्चित कले मोर पाप समूह नष्ट हो पारिबो, मते नरकरे आउ पकाओ नहीं। एपरि कहिकी शुद्ध अंतकरणधारी मुनि शिरोमणि देवर्षि नारद पुणी भक्ति भाव रे भगवान विष्णुकर चरण रे जाई पड़ी जाइछंती। एई समय रे बहुत पश्चाताप करुछंती। श्री विष्णु भगवान तांको उठेइले, गाढ़ आलिंगन कले, मधुर वचन रे कहउछंती कि तात केबे खेद करनी, दुख करनी, अनुताप करनी। तुमे तो हच मोर परम श्रेष्ठ भक्त। एथले कौनसी संशय नहीं, द्विमत नहीं। मु तुमको गोटे कथा कहूँ, शुण। तुमे निश्चय तुमर एथरे परम विहित हेब। तुमे आउ नरकरे पड़िब नहीं। भगवान शिव तुमर कल्याण ही करिबे। तुमे मदरे मोहित होइथिल, भगवान शिवंकर कथा को मानि नथिल। एपरी अपराधर भगवान शिव तुमको एपरी फल देछंती, कारण से ही कर्मफलर दाता अटंती। तुमे निज मन रे ए जो दृढ़ निश्चय करिछ, भगवान शिव इच्छार ही सब किछि होइछि। समस्तंकर स्वामी परमेश्वर शंकर गर्भ को दूर करि पाइबा। तुम निजर मन रे एही दृढ़ निश्चय करिनियो जे भगवान शिवंक इच्छारू ए सब किछि हेछि। समस्तंकर स्वामी परमेश्वर शंकर ही गर्भ को दूर करिबारे पाछांती। ते ही परम ब्रह्म, ते ही परमात्मा सच्चित आनंद रूपरे सच्चिदानंद रूपरू से बोध होइथांती। से निर्गुण निर्विकार अटंती। सत्व रज तम त्रिगुणातीत से तीन गुणर उपरे मध्य अटंती। से निजर माया को नहीं ब्रह्मा विष्णु महेश तीन रूपरे मध्य निजे प्रकट होइछंती। निर्गुण सगुण मध्य से होई पारंती। निर्गुण अवस्थारे तांकर नाम होछि शिव। से परमात्मा, से महेश्वर, परम ब्रह्म, अविनाशी, अनंत, महादेव आदि नाम रे मध्य तांको आम जानिछे। तांका सेवा ठारू ब्रह्मांकर जगतर सृष्टि होइछि एवं तीन लोकर पालन कर्ता स्वयं विष्णु होइछि। स्वयं से रुद्र रूपरे सर्वदा समस्तको संहार करन्ति। शिव स्वरूप रे समस्तकर से साक्षी अटंती। माया रे से संपूर्ण भाव रे मुक्त। तेणु माया ठारू भिन्न निर्गुण मध्य अटंती। स्वतंत्र हेबार कारणरू से निजर इच्छा अनुसारे चली पारंती। तांकर विहार आचार व्यवहार हेउछि उत्तम। से भक्तमान को उपरे दया मध्य करिथांती। हे नारद मुनि, मु तुमको जो सुंदर उपाय कहली सेही सुखद, समस्त पाप नाशक, सर्वदा भोग मोक्ष प्रदायक। तुमे एहा को श्रवण कर, निजर समस्त संशय को त्याग कर। तुम्हें भगवान शंकर सुजसर गान कर। सर्वदा अनन्य भाव रे शिवंकर सतनाम स्तोत्र पाठ कर। तुम्हें निरंतर तांकर उपासना कर, तांकर भजन कर, तांकर जस को गान कर।
ଶ୍ରବଣ କର ଏବଂ ପ୍ରତିଦିନ ତାଙ୍କର ପୂଜା ଅର୍ଚ୍ଚନା କର। ଯିଏ ଶରୀର ମନ ବାଣୀ ଦ୍ୱାରା ଭଗବାନ ଶଙ୍କରଙ୍କର ଉପାସନା କରେ ନା, ସେ ନିଶ୍ଚିନ୍ତ ଭାବରେ ପଣ୍ଡିତ ଏବଂ ଜ୍ଞାନୀପଦ ବାଚ୍ୟ ସେ ଯୁଗନ୍ମୁକ୍ତ ହୋଇଯାଏ। ଶିବ ଏ ଯେଉଁ ସୁନ୍ଦର ଦୁଇ ଗୋଟି ଅକ୍ଷର ଶିବ ନାମ ରୂପୀ ଦାବାନଳରୁ ବଡ଼ ବଡ଼ ପାତକକୁ ଅସଂଖ୍ୟ ପର୍ବତ ଭଳି ସେ ଭସ୍ମ ମଧ୍ୟ ଅନାୟାସରେ କରିପାରନ୍ତି। ଏହା ସତ୍ୟ ସତ୍ୟ ତ୍ରିବାର ସତ୍ୟ, ଏଥିରେ କୌଣସି ଦ୍ୱିମତ ନାହିଁ, ସଂଶୟ ମଧ୍ୟ ନାହିଁ। ତେଣୁ କୁହାଯାଇଛନ୍ତି ଯେ ଶିବ ନାମ ତରି ପ୍ରାପ୍ୟ ସଂସାରାତି ତରନ୍ତି ତେ ସଂସାର ମୂଳ ପାପାନି ତେଷାଂ ନଶ୍ୟନ୍ତ ସଂଶୟଂ ସଂସାର ମୂଳଭୂତାନାଂ ପାତକାନାଂ ମହାମୁନି ଶିବ ନାମ କୁଠାରେଣ ବିନାଶೋ জায়তে ধ্রুবম শিবেতি নাম দাবাগ্নে মহাপাতক পর্বতাঃ ভস্মীভবন্ত্যনায়াসাৎ সত্যং সত্যং ন সংশয়ः সত্যং সত্যং ন ସଂଶୟ। ଯିଏ ଭଗବାନ ଶିବଙ୍କର ନାମ ରୂପୀ ନୌକାର ଆଶ୍ରୟ ନେଇଥାଏ, ସେ ସଂସାର ସାଗରରୁ ପାର ହୋଇଯାଏ। ସଂସାରର ମୂଳଭୂତ ତାଙ୍କର ସାରା ପାପ ନିଃସନ୍ଦେହ ଭାବରେ ନଷ୍ଟ ହୋଇଯାଏ। ସଂସାରର ମୂଳଭୂତ ଯିଏକି ପାତକ ରୂପୀ ବୃକ୍ଷ ଅଟନ୍ତି, ସିଏ ଶିବ ନାମ ରୂପୀ କୁଠାରରେ ନିଶ୍ଚୟ ହିଁ ନାଶ ହୋଇଯାଇପାରିବେ। ଯେଉଁ ଲୋକ ପାପ ରୂପୀ ଦାବାନଳରେ ପୀଡ଼ିତ ହୋଇଥାଏ, ଶିବ ନାମ ରୂପୀ ଅମୃତକୁ ପାନ କରୁଥାଏ, ପାପ ଦାବାଗ୍ନିର ଦଗ୍ଧ ହେଉଥିବା ପ୍ରାଣୀମାନଙ୍କୁ ଶିବ ନାମାମୃତ ବିନା ଶାନ୍ତି କେବେ ବି ମିଳିନଥାଏ। ସମ୍ପୂର୍ଣ୍ଣ ବେଦର ଅବଲୋକନ କରି ପୂର୍ବବର୍ତ୍ତୀ ବିଦ୍ୱାନମାନେ ଏହାକୁ ନିଶ୍ଚୟ କରିଛନ୍ତି ଯେ ଭଗବାନ ଶିବଙ୍କର ପୂଜା ହିଁ ଉତ୍କୃଷ୍ଟ ସାଧନ, ଜନ୍ମ ମରଣ ରୂପୀ ସଂସାର ବନ୍ଧନର ନାଶକ ବା ସଂସାର ବନ୍ଧନର ନାଶକାରୀ ଏହି ଉପାୟ ହୋଇଥାଏ। ଆଜିଠାରୁ ଯତ୍ନପୂର୍ବକ ତୁମେ ସାବଧାନ ରହିବ। ବିଧି ବିଧାନ ପୂର୍ବକ ଭକ୍ତି ଭାବରେ ନିତ୍ୟ ନିରନ୍ତର ଜଗଦମ୍ବା ପାର୍ବତୀଙ୍କର ସହିତ ମହେଶ୍ୱର ସଦାଶିବଙ୍କର ଭଜନ କରିବ। ନିତ୍ୟ ଶିବଙ୍କର କଥାକୁ ଶ୍ରବଣ କରିବ ଏବଂ କହିବ। ଅତ୍ୟନ୍ତ ଯତ୍ନ କରି ବାରମ୍ବାର ଶିବ ଭକ୍ତଙ୍କର ପୂଜନ ମଧ୍ୟ କରିବ। ଆପଣ ନିଜର ହୃଦୟରେ ଭଗବାନ ଶିବଙ୍କର ଉଜ୍ଜ୍ୱଳ ଚରଣାର ବିନ୍ଦର ସ୍ଥାପନା କରି ପ୍ରଥମେ ଶିବଙ୍କର ତୀର୍ଥରେ ବିଚରଣ କରିବ। ଏହି ପ୍ରକାର ପରମାତ୍ମା ଶଙ୍କର ଅନୁପମ ମାହାତ୍ମ୍ୟର ଦର୍ଶନ କଲେ ଅନ୍ତରରେ ଆନନ୍ଦବନ କାଶୀକୁ ଗଲେ। ସେଠାରେ ଭଗବାନ ଶିବଙ୍କୁ ବହୁତ ପ୍ରିୟ ଥିଲା। ସେଠାରେ ଭକ୍ତିପୂର୍ବକ ବିଶ୍ୱନାଥଙ୍କର ଦର୍ଶନ କଲେ, ପୂଜନ କଲେ ଏବଂ ବିଶେଷ ତାଙ୍କର ସ୍ତୁତି ବନ୍ଦନା କରି ନିର୍ବିକଳ୍ପ ସଂଶୟ ରହିତ ମଧ୍ୟ ହୋଇଯାଇଥିଲେ। ନାରଦଜୀ ଏହା ପରେ ତୁମେ ଆଜିଠାରୁ ଭକ୍ତିପୂର୍ବକ ନିଜର ମନୋରଥର ସିଦ୍ଧି ପାଇଁ ନିଶ୍ଚୟ ବ୍ରହ୍ମଲୋକକୁ ଯାଇପାରିବ ଏବଂ ସେଠାରେ ନିଜର ପିତା ବ୍ରହ୍ମଙ୍କର ବିଶେଷ ରୂପରେ ସ୍ତୁତି ବନ୍ଦନା କରିବ। ତୁମେ ପ୍ରସନ୍ନତାପୂର୍ଣ୍ଣ ହୃଦୟରେ ବାରମ୍ବାର ଶିବ ମହିମା ବିଷୟରେ ପ୍ରଶ୍ନ କରିବ। ବ୍ରହ୍ମାଜୀ ଶିବ ଭକ୍ତ ମଧ୍ୟରେ ଶ୍ରେଷ୍ଠ ଅଗ୍ରଗଣ୍ୟ ଅଛନ୍ତି। ସେ ତୁମକୁ ବଡ଼ ପ୍ରସନ୍ନତାର ସହିତ ଶଙ୍କର ଭଗବାନଙ୍କର ମାହାତ୍ମ୍ୟକୁ ସତନାମ ସ୍ତୋତ୍ରକୁ ଶୁଣେଇମେ। ଆଜିଠାରୁ ତୁମେ ଶିବ ଆରାଧନାରେ ତତ୍ପର ରହିବ, ଶିବ ଭକ୍ତ ହୋଇଯିବ, ବିଶେଷ ରୂପରେ ମୋକ୍ଷର ଭାଗିଦାର ମଧ୍ୟ ହୋଇଯିବ। ଭଗବାନ ଶିବ ତୁମର ଅବଶ୍ୟ କଲ୍ୟାଣ କରିବେ। ଏହି ପ୍ରକାର ପ୍ରସନ୍ନ ଚିତ୍ତ ହୋଇ ଭଗବାନ ବିଷ୍ଣୁ ନାରଦ ମୁନିଙ୍କୁ ପ୍ରେମ ପୂର୍ବକ ଉପଦେଶ ଦେଲେ ଏବଂ ଶ୍ରୀ ଶିବଙ୍କର ସ୍ମରଣ କଲେ, ବନ୍ଦନ କଲେ, ସ୍ତବନ କଲେ ଏବଂ ସେଇଠାରୁ ମଧ୍ୟ ଅନ୍ତର୍ଧାନ ହୋଇଗଲେ।
ଏହିଠାରେ ଚତୁର୍ଥ ଅଧ୍ୟାୟର ପରିସମାପ୍ତି ଘଟୁଛନ୍ତି। ପଞ୍ଚମ ଅଧ୍ୟାୟରେ ଦେବର୍ଷି ନାରଦ ଶିବତୀର୍ଥରେ ଭ୍ରମଣ କରିବା, ଶିବଗଣଙ୍କର ସାପ ଉଦ୍ଧାରର କଥାକୁ ବତେଇବା ଏବଂ ବ୍ରହ୍ମଲୋକକୁ ଯାଇ ବ୍ରହ୍ମାଙ୍କ ଠାରୁ ଶିବତତ୍ତ୍ୱ ବିଷୟରେ ପ୍ରଶ୍ନ କରିବାର ଆମେ ବିଷୟ ଗୁଡ଼ିକୁ ଉପସ୍ଥାପନ କରିବା। ସୂତଜୀ କହୁଛନ୍ତି, ହେ ମହର୍ଷି, ଭଗବାନ ଶ୍ରୀହରିଙ୍କର ଅନ୍ତର୍ଧ୍ୟାନ ହୋଇଯିବା ପରେ ମୁନିଶ୍ରେଷ୍ଠ ନାରଦ ଶିବଲିଙ୍ଗର ଭକ୍ତିପୂର୍ବକ ଦର୍ଶନ କଲେ, ପୃଥିବୀ ଉପରେ ବିଚରଣ କଲେ। ଭୂମଣ୍ଡଳ ଉପରେ ବାରମ୍ବାର ସେ ବିଚରଣ କରିବାକୁ ଲାଗିଲେ। ଭୋଗ ମୋକ୍ଷ ପ୍ରଦାନ କରୁଥିବା ବହୁତ ଶିବଲିଙ୍ଗର ପ୍ରେମପୂର୍ବକ ମଧ୍ୟ ଦର୍ଶନ କଲେ। ଦିବ୍ୟଦର୍ଶୀ ନାରଦଜୀ ଭୂତଳ ତୀର୍ଥରେ ବିଚରଣ କରୁଛନ୍ତି। ଏହି ସମୟରେ ତାଙ୍କର ଚିତ୍ତ ମଧ୍ୟ ଶୁଦ୍ଧି ହୋଇଯାଇଛି। ଏହି କଥାକୁ ଜାଣି ଦୁଇ ଶିବଗଣ ଆସି ସେଠାରେ ପହଞ୍ଚିଗଲେ ଏବଂ ତାଙ୍କ ପାଇଁ ସାପ ଉଦ୍ଧାରର ଇଚ୍ଛା ରଖୁଥିବା ସେ କିପରି ଅଭିଶାପରୁ ଉଦ୍ଧାର ହେବେ ଏହି କଥା ଜିଜ୍ଞାସା କରିବା ପାଇଁ ମୁନିଙ୍କର ପାଦ ତଳେ ପଡ଼ିଗଲେ। ଆଦର ପୂର୍ବକ ମୁନି ଦୁହିଁଙ୍କର ପାଦକୁ ଧରି ପକାଇଲେ ଏବଂ ମସ୍ତକ ଅବନତ କରି ପ୍ରଣାମ କଲେ ଏବଂ ଶିବଗଣ କହୁଛନ୍ତି, ହେ ବ୍ରହ୍ମଣ, ଆମେ ଦୁହେଁ ଶିବଙ୍କର ଗଣ। ହେ ମୁନି, ଆପଣ ତ ଅପରାଧ କରିଛନ୍ତି। ତ ରାଜକୁମାରୀ ଶ୍ରୀମତୀଙ୍କର ସ୍ୱୟଂବରରେ ଆପଣଙ୍କର ଚିତ୍ତ ମାୟାରେ ମୋହିତ ହୋଇଯାଇଥିଲା। ଏହି ସମୟରେ ପରମେଶ୍ୱରଙ୍କ ପ୍ରେରଣାରେ ଆମେ ଆପଣଙ୍କ ନିକଟକୁ ଯାଇଥିଲୁ, ଆପଣଙ୍କର ଅଭିଶାପ ମଧ୍ୟ ବରଣ କରି ନେଇଥିଲୁ। ସେଠାରେ କୁଶମୟ ଜାଣି ଆମେ ଚୁପ୍ ହୋଇଯାଇଥିଲୁ ଏବଂ ନିଜ ଜୀବନ ରକ୍ଷାର ଉପାୟ ଚାହୁଁଥିଲୁ। ଏଥିରେ କୌଣସି କାହାର ଦୋଷ ନଥିଲା, ନା ଆପଣଙ୍କର ନା ଆମର। ଆମେ ନିଜର କର୍ମର ଫଳ ପ୍ରାପ୍ତ କରିସାରିଛେ। ଏବେ ଆପଣ ପ୍ରସନ୍ନ ହୋଇଯାଆନ୍ତୁ ଏବଂ ଆମ ଦୁହିଁଙ୍କୁ ଅନୁଗ୍ରହ ଟିକେ କରନ୍ତୁ। ତାପରେ ଦେବର୍ଷି ନାରଦ କହିଲେ, ଆପଣ ଦୁହେଁ ହେଉଛନ୍ତି ମହାଦେବଙ୍କର ଗଣ ଏବଂ ସତ୍ପୁରୁଷମାନଙ୍କ ପାଇଁ ପରମ ସମ୍ମାନନୀୟ ଅଟ। ତେଣୁ ଏବେ ମୁଁ ମୋହରହିତ ହୋଇକି ସୁଖଦାୟକ ଯଥାର୍ଥ ବଚନକୁ ଟିକେ ଶ୍ରବଣ କର। ପ୍ରଥମେ ନିଶ୍ଚୟ କରିଦିଅ ଯେ ମୋ ବୁଦ୍ଧି ଭ୍ରଷ୍ଟ ହୋଇଯାଇଥିଲା, ବିଗିଡ଼ି ଯାଇଥିଲା, ସର୍ବଦା ମୋହରେ ବଶୀଭୂତ ହୋଇଯାଇଥିଲା। ଏଣୁ ଆପଣ ଦୁହିଁଙ୍କୁ ମୁଁ ଅଭିଶାପ ଭୁଲରେ ଦେଇଦେଇଥିଲି। ହେ ଶିବଗଣ, ମୁଁ ଯାହା କିଛି ବି କରୁଛି ତାହା ହିଁ ହେଇଗଲା। ତଥାପି ମୋର କଥା ଟିକେ ମନ ଦେଇକି ଶୁଣ। ମୁଁ ଆପଣଙ୍କ ପାଇଁ ସାପ ଉଦ୍ଧାରର ଏତିକି ବାଟ ବତେଇ ପାରିବି ଯେ ଆଜିଠାରୁ ମୋର ଅପରାଧକୁ କ୍ଷମା କରିଦିଅନ୍ତୁ। ଆପଣ ଦି ଜଣ ଯାକ ମୁନିବର ବିଶ୍ରବାଙ୍କର ବୀର୍ଯ୍ୟରୁ ଜନ୍ମ ଗ୍ରହଣ କରି ମଧ୍ୟ ଆପଣ ସମ୍ପୂର୍ଣ୍ଣ ଦିଗରେ ପ୍ରସିଦ୍ଧ କୁମ୍ଭକର୍ଣ୍ଣ ଆଉ ରାବଣ ରାକ୍ଷସ ରାଜର ପଦକୁ ତୁମେ ପ୍ରାପ୍ତ କରିବ, ବଳବାନ ହେବ, ବୈଭବରେ ଯୁକ୍ତ ହେବ, ପରମ ପ୍ରତାପୀହମ ହେବ, ସମସ୍ତ ବ୍ରହ୍ମାଣ୍ଡର ରାଜା ହୋଇ ଶିବଭକ୍ତ ଏବଂ ଜିତେନ୍ଦ୍ରିୟ ହେବ। ଶିବଙ୍କର ଦ୍ୱିତୀୟ ସ୍ୱରୂପ ଶ୍ରୀବିଷ୍ଣୁଙ୍କର ହାତରେ ମୃତ୍ୟୁକୁ ପ୍ରାପ୍ତ କରିବ, ନିଜର ପଦ ଉପରେ ପ୍ରତିଷ୍ଠିତ ହୋଇଯିବ। ତୁମେ ଏଠାରୁ ଚାଲିଯାଅ। ସୂତଜୀ କହୁଛନ୍ତି, ହେ ମହର୍ଷି, ମହାତ୍ମା ନାରଦ ମୁନିଙ୍କର ଏହି କଥାକୁ ଶ୍ରବଣ କରି ଦୁଇ ଜଣ ଶିବଗଣ ପ୍ରସନ୍ନ ହେଲେ। ଆନନ୍ଦ ମନରେ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ। ଦେବର୍ଷି ନାରଦ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଗଲେ। ଅନନ୍ୟ ଭାବରେ ଭଗବାନ ଶିବଙ୍କର ଧ୍ୟାନ କଲେ, ଶିବତୀର୍ଥ ଦର୍ଶନ କଲେ, ବାରମ୍ବାର ଭୂମଣ୍ଡଳରେ ବିଚରଣ କଲେ। ଶେଷରେ ସେ ସମସ୍ତଙ୍କ ଉପରେ ବିରାଜମାନ ଶିବପ୍ରିୟା କାଶୀପୁରୀରେ ପ୍ରବେଶ କଲେ, ଯେଉଁଠାରେ କି ଶିବ ସ୍ୱରୂପିଣୀ ଶିବଙ୍କୁ ସୁଖ ଦେଉଥିବା ସ୍ଥାନ କାଶୀପୁରୀର ଦର୍ଶନ କଲେ। ନାରଦଜୀ କୃତାର୍ଥ ମଧ୍ୟ ହୋଇଗଲେ। ଭଗବାନ କାଶୀନାଥଙ୍କର ଦର୍ଶନ କଲେ, ପରମ ପ୍ରେମ ପରମ ଆନନ୍ଦରେ ଯୁକ୍ତ ହୋଇ ତାଙ୍କୁ ପୂଜା ମଧ୍ୟ କଲେ। କାଶୀର ସାନନ୍ଦ ସେବନ କଲେ, ମୁନିଶ୍ରେଷ୍ଠ କୃତାର୍ଥ ଅନୁଭବ କଲେ, ପ୍ରେମରେ ବିହ୍ୱଳିତ ହୋଇଗଲେ, ନମନ କଲେ, ବର୍ଣ୍ଣନ କଲେ, ସ୍ମରଣ କଲେ। ତାପରେ ବ୍ରହ୍ମଲୋକକୁ ଚାଲିଗଲେ। ନିରନ୍ତର ଶିବଙ୍କର ସ୍ମରଣ କରିବା ପରେ ତାଙ୍କର ବୁଦ୍ଧି ଶୁଦ୍ଧ ହୋଇଗଲା।
ସେଠାରେ ପ୍ରବେଶ କଲେ। ଶିବ ତତ୍ତ୍ୱକୁ ବିଶେଷ ରୂପରେ ଜ୍ଞାନ ପ୍ରାପ୍ତ କରିବା ଇଚ୍ଛାରେ ନାରଦଜୀ ବ୍ରହ୍ମାଜୀଙ୍କୁ ଭକ୍ତିପୂର୍ବକ ନମସ୍କାର କଲେ। ନାନା ପ୍ରକାର ସ୍ତୋତ୍ର ଦ୍ୱାରା ତାଙ୍କର ସ୍ତୁତି ପାଠ କଲେ। ତାଙ୍କର ଶିବ ତତ୍ତ୍ୱର ବିଷୟରେ ପଚାରିଲେ। ଏହି ସମୟରେ ଦେବର୍ଷି ନାରଦଙ୍କର ହୃଦୟ ଭଗବାନ ଶଙ୍କରଙ୍କ ପ୍ରତି ଭକ୍ତି ଭାବରେ ପରିପୂର୍ଣ୍ଣ ହୋଇଯାଇଥିଲା। ନାରଦ କହିଲେ, ହେ ବ୍ରହ୍ମଦେବ, ପରମ ବ୍ରହ୍ମ ପରମାତ୍ମାଙ୍କର ସ୍ୱରୂପକୁ ଜାଣୁଥିବା ପିତାମହ ଜଗତ ପ୍ରଭୁ, ଆପଣ ତ କୃପା ପ୍ରସାଦରେ ମୁଁ ଭଗବାନ ବିଷ୍ଣୁଙ୍କର ଉତ୍ତମ ମହାତ୍ମ୍ୟର ପୂର୍ଣ୍ଣତୟା ଜ୍ଞାନ ପ୍ରାପ୍ତ କରିଛି। ଭକ୍ତି ମାର୍ଗ, ଜ୍ଞାନ ମାର୍ଗ ଏବଂ ଅତ୍ୟନ୍ତ ଦୁଷ୍ଟର ତପ ମାର୍ଗ, ଦାନ ମାର୍ଗ ଏବଂ ତୀର୍ଥ ମାର୍ଗର ମଧ୍ୟ ବର୍ଣ୍ଣନ ଶ୍ରବଣ କରିବି। କିନ୍ତୁ ଶିବ ତତ୍ତ୍ୱର ଜ୍ଞାନ ମୋତେ ଏବେ ପର୍ଯ୍ୟନ୍ତ ହୋଇନାହିଁ। ମୁଁ ଭଗବାନ ଶଙ୍କରଙ୍କର ପୂଜା ବିଧିକୁ ମଧ୍ୟ ଜାଣିନି। ଏଣୁ ଆପଣ କ୍ରମଶଃ ଏହି ବିଷୟକୁ, ଭଗବାନ ଶିବଙ୍କର ବିବିଧ ଚରିତ୍ରକୁ, ତାଙ୍କର ସ୍ୱରୂପ ତତ୍ତ୍ୱ, ପ୍ରାକଟ୍ୟ, ବିବାହ, ଗାର୍ହସ୍ଥ୍ୟ, ଧର୍ମ ସବୁ ମୋତେ ବତାନ୍ତୁ। ନିଷ୍ପାପ ପିତାମହ, ଏଇ କଥା ମୋତେ ଏବଂ ଯିଏ ମଧ୍ୟ ଆବଶ୍ୟକ କରୁଥାଏ ସେ ସବୁ ଆପଣଙ୍କୁ ବର୍ଣ୍ଣନ କରିବା ଉଚିତ, ଯାହା ସମସ୍ତଙ୍କର ମଙ୍ଗଳ ହୋଇପାରିବ। ହେ ପ୍ରଜାନାଥ, ଶିବ ଶିବାଙ୍କର ଆବିର୍ଭାବ ଏବଂ ବିବାହର ପ୍ରସଙ୍ଗ ବିଶେଷ ରୂପରେ କୁହନ୍ତୁ। କାର୍ତ୍ତିକେୟଙ୍କର ଜନ୍ମ କଥା ବି କୁହନ୍ତୁ ଏବଂ ଆମେ ଶ୍ରବଣ କରିବୁ। ପ୍ରଥମରୁ ମୁଁ ଏଇ କଥା ଶୁଣିବାକୁ ଇଚ୍ଛା କରୁଥିଲି, କିନ୍ତୁ ତୃପ୍ତି ହୋଇପାରୁନଥିଲା। କିନ୍ତୁ ଆଜି ଆପଣଙ୍କ ଶରଣରେ ବି ଆସିଯାଇଛି। ଆପଣ ମୋ ଉପରେ କୃପା କରନ୍ତୁ। ନିଜର ପୁତ୍ର ନାରଦଙ୍କର କଥାକୁ ଶ୍ରବଣ କଲେ। ତାପରେ ଲୋକ ପିତାମହ ବ୍ରହ୍ମା ତାଙ୍କୁ ଯେଉଁ ପ୍ରସଙ୍ଗ ସବୁ ଉପସ୍ଥାପନ କରିବେ, ଆଗାମୀ ଅଧ୍ୟାୟରେ ଆମେ ଉପସ୍ଥାପନ କରିବା। ଏଇଠାରେ ଅଧ୍ୟାୟ ପଞ୍ଚମର ଉପସଂହାର ଘଟୁଛନ୍ତି ଏବଂ ଷଷ୍ଠ ଅଧ୍ୟାୟଠାରୁ ସେ ମହାପ୍ରଳୟରେ କେମିତି ସଦ୍ବ୍ରହ୍ମ ସୃଷ୍ଟି ହେବ, କେମିତି ନିର୍ଗୁଣ ନିରାକାର ବ୍ରହ୍ମରୁ ଈଶ୍ୱର ମୂର୍ତ୍ତି ସଦାଶିବଙ୍କର ପ୍ରକଟ ହେବ, ତାପରେ ସ୍ୱରୂପଭୂତା ଶକ୍ତି ଅମ୍ବିକା କେମିତି ପ୍ରକଟ ହେବେ, ତାପରେ କାଶୀ କ୍ଷେତ୍ର, କାଶୀ ଆନନ୍ଦବନ ସେ କେମିତି ସୃଷ୍ଟି ହେଲା, ବାମାଙ୍ଗରୁ କେମିତି ପରମ ବିଷ୍ଣୁ ଆବିର୍ଭାବ ହେଲେ, ପ୍ରାକୃତ ତତ୍ତ୍ୱ କ'ଣ, ଉତ୍ପତ୍ତି କ'ଣ, ଏହିସବୁ ବିଷୟକୁ ଆମେ ନିଶ୍ଚିତ ଭାବରେ ଆଲୋକପାତ କରିବା। ଏବେ ଏଇଠାରେ ଆମେ ବାଣିଜ୍ୟ ବିଶ୍ରାମ। ଓମ୍ ମଙ୍ଗଳଂ ଓମ୍କାର ମଙ୍ଗଳଂ ଶିବ ମଙ୍ଗଳଂ ଶିବ ନାମ ମଙ୍ଗଳଂ